କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର ପାଠଚକ୍ରର ମୁଖ୍ୟ ଆୟୋଜିକା ଆସ୍ଥା ପ୍ରିୟମ୍ବଦାପା ଏବଂ ଏହି ପାଠଚକ୍ରରେ ଅନ୍ୟ ଭାଇ ପାନେ ଯେଉଁମାନେ ଆମ ସହିତ ରହିବେ, ପ୍ରଭାତ ଭାଇ, ସମ୍ମାନର ସରୋଜ ବଡ଼ାପା ଏବଂ ପ୍ରିୟ ବାବୁଲି ଭାଇ, ଅନ୍ୟ ସମସ୍ତ ଭାଇ ଭଉଣୀ ଯେଉଁମାନେ ଏହି ପ୍ରଜ୍ଞା ଯାତ୍ରାରେ ବହୁତ ଦିନ ହେଲା ଏହି ପାଠଚକ୍ର ସହିତ ରହି ଆସିଛନ୍ତି। ଆଜି ଏକ ବିଶେଷ ଦିନ, ବିଶେଷ ମୁହୂର୍ତ୍ତ, ବିଶେଷ ଉପଲକ୍ଷ। ଆମେ ଜାଣୁ ଓଡ଼ିଶାର ପ୍ରଜ୍ଞା ପୁରୁଷ, ଜଣେ କିମ୍ବଦନ୍ତୀ ପୁରୁଷ କହିଲେ ଅତ୍ୟୁକ୍ତି ହେବ ନାହିଁ, ଆଜି ଆମ ଗହଣରେ ନାହାନ୍ତି। ତାଙ୍କର ସ୍ମୃତିଚାରଣ କରିବା ପାଇଁ ଆଜିର ଏହି ବିଶେଷ ପାଠଚକ୍ରର ଉଦ୍ଦେଶ୍ୟ। ତାଙ୍କ ସ୍ମୃତିଚାରଣ ଫଳରେ ଆମମାନଙ୍କର ତାଙ୍କ ଚେତନାକୁ ପରିକ୍ରମା କରିବାର ତାଙ୍କ ଜୀବନର ତୀର୍ଥଟିକୁ ଆମେ ପରିଭ୍ରମଣ କରିବାର ଏକ ଭାଗ୍ୟ ପାଇବା। ତେବେ ପ୍ରଥମରୁ ସେଭଳି ମହାତ୍ମାଙ୍କୁ, ସେଭଳି ମହାପୁରୁଷଙ୍କୁ ଆମେ ପ୍ରଣାମ କରି ନେଉଛୁ। ତାଙ୍କର ସେହି ମହାନ ଆତ୍ମା ଯାହା ମାଙ୍କର ପାଦ ତଳେ ଆଶ୍ରୟ ଗ୍ରହଣ କରିଥିଲା, ସେ ତାର ଯଥାର୍ଥ ନିୟତି ଲାଭ କରୁ। ଆଲୋଚନାର ପ୍ରସଙ୍ଗକୁ ଯିବା ପୂର୍ବରୁ ଏତିକି କହିବାକୁ ଚାହୁଁଛି, ମା ତାଙ୍କ ସ୍ନେହର ପଣତରେ ଏକ ଅନନ୍ୟ ଆକାଶ ଗଢ଼ିଥିଲେ ଏବଂ ସେହି ଅନନ୍ୟ ଆକାଶରେ କେତେ ବିଭୂତି ପୁରୁଷଙ୍କୁ ନେଇ ତାରା କରି ସଜାଇଥିଲେ। ତାରି ମଧ୍ୟରେ ମନୋଜ ଦାସ ସମଗ୍ର ଭାରତର ନୁହନ୍ତି, ସମଗ୍ର ପୃଥିବୀର ଜଣେ ଆନ୍ତର୍ଜାତିକ କଥାଶିଳ୍ପୀ, ଜଣେ କଥା ସମ୍ରାଟ, ଜଣେ ମନୋଜ୍ଞ ପୁରୁଷ, କଳା ଓ କଳ୍ପନାର ଶିଖରକୁ ସ୍ପର୍ଶ କରିଥିବା ଏହି ବିରାଟ ବ୍ୟକ୍ତିଙ୍କୁ ଶ୍ରଦ୍ଧାରେ ଲୋକେ ଆଧୁନିକ ବିଷ୍ଣୁ ଶର୍ମା ବୋଲି କହୁଥିଲେ। ପଞ୍ଚତନ୍ତ୍ରର କାହାଣୀ ହେଉ, ପିଲାମାନଙ୍କର ପାଇଁ କାହାଣୀ ହେଉ, ତାକୁ ଏକ ନୂତନ ଅନ୍ତର୍ଦୃଷ୍ଟିରେ ଯିଏ ପ୍ରଚାର କରିଛନ୍ତି, ପ୍ରସାର କରିଛନ୍ତି ଏବଂ ସାରା ଭାରତ ପାଇଁ, ସାରା ପୃଥିବୀ ପାଇଁ ଯିଏ ତାଙ୍କର ଅମୂଲ୍ୟ ବାର୍ତ୍ତା ଗୁଡ଼ିକ ତାଙ୍କର ଆଶାବାଦର ସାହିତ୍ୟରେ ସାହିତ୍ୟ କରି ଆମ ପାଇଁ ରଖିଯାଇଛନ୍ତି, ପରବର୍ତ୍ତୀ ପିଢ଼ି ପାଇଁ ତାଙ୍କ ପାଇଁ ଆମର କୃତଜ୍ଞତା ଅସୀମ। ଏବଂ ମା ଯେତେବେଳେ ତାଙ୍କୁ ଗୋଟେ ସାଧାରଣ ଆକାଶ ନୁହେଁ, ଅନନ୍ୟ ଅସାଧାରଣ ଆଧ୍ୟାତ୍ମିକ ଆକାଶରେ ତାରା କରି ସଜେଇଲେ, ତ ସିଏ ଯେତେବେଳେ ମନୁଷ୍ୟ ହେଲେ, ସେ କିଭଳି ମାଙ୍କୁ ଗ୍ରହଣ କରିଛନ୍ତି ସେ ବିଷୟରେ ପଦେ ପଦେ କଥା ରଖିବି। ଆପଣଙ୍କୁ କହି ରଖେ ଯେ 2006 ମସିହାରେ ତତ୍କାଳୀନ ସମାଜର ସମ୍ପାଦକ ଶରତ ଚନ୍ଦ୍ର ମିଶ୍ରଙ୍କର ଏକ ପ୍ରଶ୍ନର ଉତ୍ତର ସେ ଦେଉଥିଲେ। ତାଙ୍କୁ ସେ ପଚାରିଥିଲେ, ଶରତ ମିଶ୍ର, ଯେ ଆପଣ କେଉଁ କାରଣରୁ ମାଙ୍କର ପାଦ ତଳେ ବା ମାଙ୍କର ଆଧ୍ୟାତ୍ମିକ ଆକାଶରେ ତାରା ହୋଇ ରହିବାକୁ ଚାହିଁଲେ? ସେ ତାର ଏକ ବର୍ଣ୍ଣନା କରିଛନ୍ତି। 1963 ମସିହା ଫେବୃଆରୀ 21 ତାରିଖ ମାଙ୍କର ଜନ୍ମଦିନ ଥିଲା। ପ୍ରାୟ ସୂର୍ଯ୍ୟାସ୍ତ ବେଳେ ସିଏ ଶ୍ରୀମାଙ୍କୁ ଆଶ୍ରମର ତ୍ରିତଳ ଟେରାସରେ ଦେଖୁଥିଲେ ଏବଂ ଜଣେ ଅଧ୍ୟାପକ ଭାବରେ ଆଉ ଜଣେ କମ୍ୟୁନିଷ୍ଟ ନେତା ସେ ଥିଲେ, ଆପଣ ଜାଣନ୍ତି, ଛାତ୍ର ନେତା ଥିଲେ। କୌଣସି କଳ୍ପନା ଜଳ୍ପନା ନ ରଖିକି ସେ ଯାଇଥିଲେ ଆଶ୍ରମକୁ। ସେତେବେଳେ ଯୋଗ ଦର୍ଶନର ଯୋଉ ବିରାଟ ତତ୍ତ୍ୱ ଭିତରେ ସେ ପ୍ରବେଶ କରିନଥିଲେ, କିନ୍ତୁ ମାଙ୍କର ଯୋଉ ଚେତନା ଜଗତର ଦୁଃସାହସିକ ଯାତ୍ରା, ଶ୍ରୀ ଅରବିନ୍ଦଙ୍କର ବିରାଟ କାର୍ଯ୍ୟ, ସେ ବିଷୟରେ ସେ ବେଶୀ କିଛି ଜାଣୁନଥିଲେ। କିନ୍ତୁ ସେ ତାଙ୍କର ପ୍ରଥମ ଅନୁଭୂତିଟିକୁ ଏଇଭଳି ବର୍ଣ୍ଣନା କରିଛନ୍ତି। ଶ୍ରୀମାନଙ୍କୁ ଦେଖିଲି, ସକଳ ଭାଷାରେ କହିଲେ, ପ୍ରଥମେ କେତେ ସେକେଣ୍ଡ ମୁଁ ମୋ ନିଜ ଆଖିକୁ ବିଶ୍ୱାସ କରିପାରିଲି ନାହିଁ। ମନୋଜ ଦାସଙ୍କ ଅନୁଭୂତି। ଗୋଟିଏ ମାନବିକ ମୁଖମଣ୍ଡଳରେ ଏତେ ସୌନ୍ଦର୍ଯ୍ୟର ବିକାଶ ସମ୍ଭବ ହୋଇପାରେ? ସେ ପ୍ରଶ୍ନ ପଚାରୁଛନ୍ତି। ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମହିମା, ଚନ୍ଦ୍ରମାର ସ୍ନିଗ୍ଧତା, ଦୂର ଦିଗନ୍ତର ଉଦାସ ନିର୍ଜନତା, ମହାକାଶର ବ୍ୟାପ୍ତି, ସେ ସୌନ୍ଦର୍ଯ୍ୟରେ ଥିଲା ଏ ସମସ୍ତ ବିଭବର ସମାବେଶ। କବିତା ଲେଖୁନାହିଁ, ନିଜ ଦୃଷ୍ଟିରେ ପାଇଥିବା ଐଶ୍ୱର୍ଯ୍ୟକୁ ଭାଷାରେ ଅଭିବ୍ୟକ୍ତି କରୁଛି ମାତ୍ର। ଶ୍ରୀମାଙ୍କର
ପ୍ରଥମ ଦର୍ଶନରେ ଜଣେ ସାଧାରଣ ଚେତନାର ମଣିଷ ହୁଏତ ଚେତା ହରାଇଦେବ, କିନ୍ତୁ ସିଏ ଲେଖିଛନ୍ତି, ମୁଁ ଯେଉଁ ଚେତନାଗତ ସ୍ପନ୍ଦନ, ଯେଉଁ ପ୍ରସାରଣ ଅନୁଭବ କଲି, ତାହା ଅପ୍ରତ୍ୟାଶିତ, ଅଭାବନୀୟ। ଏବଂ ପରେ ଯେତେବେଳେ ଅଧ୍ୟାତ୍ମ ମନସ୍ତତ୍ତ୍ୱ ଅଧ୍ୟୟନ ସେ କଲେ, ସେ ଦେଖିଲେ ସେହି ଅନୁଭୂତି ଥିଲା ଅତୀନ୍ଦ୍ରିୟ। ମାଙ୍କ ମୁଖମଣ୍ଡଳରେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତର ଯେଉଁ ମହିମା, ଯେଉଁ ଚନ୍ଦ୍ରମାର ସ୍ନିଗ୍ଧତା, ଯେଉଁ ମହାକାଶର ବ୍ୟାପ୍ତିକୁ ସେ ଦେଖିଥିଲେ, ସେ ସୌନ୍ଦର୍ଯ୍ୟ ଏଠି ହେଉଛି ସ୍ଥୂଳ ଦୃଶ୍ୟ ନୁହେଁ, ତା ସୂକ୍ଷ୍ମ ପର୍ଯ୍ୟାୟର ଏକ ସୌନ୍ଦର୍ଯ୍ୟ, ଏକ ଦିବ୍ୟ ଆଭା। ଇଏ ଥିଲା ମାଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତର ଏକ ଅନୁଭୂତି। ମନୋଜ ଦାସ ସାରା ଓଡ଼ିଶାର କୋଣ ଅନୁକୋଣରେ ପ୍ରବାସ କରିଛନ୍ତି। ସାରା ଭାରତ, ସାରା ପୃଥିବୀରେ ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ଦର୍ଶନର ଏକ ବିରାଟ ଆଲେଖ୍ୟକୁ ନେଇ ସବୁଆଡ଼େ ଯାତ୍ରା କରିଛନ୍ତି। ତାଙ୍କର ବାହ୍ୟ ଜୀବନ, ତାଙ୍କର ସାହିତ୍ୟ ଜୀବନ, ତାଙ୍କର ଆଧ୍ୟାତ୍ମିକ ଜୀବନ ସବୁ ଯେପରି ମାଙ୍କର ସ୍ପନ୍ଦନରେ ଅନୁରଣିତ ହେଉଥିଲା। ଏବଂ ସେ ଯେଭଳି କହିଥିଲେ ଯେ ଆଧ୍ୟାତ୍ମିକତା ଗୋଟେ ଇନ୍ଦ୍ରିୟାତୀତ ଅନୁଭୂତି ବା ଗୋଟେ ଏକ୍ସଟ୍ରା ସେନ୍ସରୀ ପରସେପସନ୍, ଯାହାକୁ ଆମେ ESP ବୋଲି କହୁଛୁ ସାଇକୋଲୋଜିରେ, ବା ଅଦୃଶ୍ୟ ସତ୍ତାମାନଙ୍କ ସହିତ ସମ୍ପର୍କ, ଗୋଟେ ପ୍ଲାନଚେଟ୍ ବା ଗୋଟେ ଉପମନସ୍ତାତ୍ତ୍ୱିକ ପାରା ସାଇକୋଲୋଜିକାଲ ବ୍ୟାପାର ଇତ୍ୟାଦି ନୁହେଁ। ଆଧ୍ୟାତ୍ମିକତାର ମର୍ମ କଥା ହେଲା ଆମ ଅନ୍ତଃସତ୍ତାକୁ ଜାଣିବା, ଯାହାକି ଆମ ମନ, ପ୍ରାଣ ଓ ଦେହଠୁ ଭିନ୍ନ। ସେହି ସତ୍ତା ସହ ଏକ ହୋଇଯିବାର ଅଭିପ୍ସା, ଏକ ଅସୀମ ଚେତନା ଯାହାର ଅନ୍ତର୍ଭୁକ୍ତ ଏ ବିଶ୍ୱମଣ୍ଡଳ, ତା ବିଷୟରେ ଚେତି ଉଠିବା, ତା ସ୍ପର୍ଶରେ ନିଜ ସୀମିତ ଚେତନାର ରୂପାନ୍ତର ସାଧନ ହିଁ ଆଧ୍ୟାତ୍ମିକତାର ପରବର୍ତ୍ତୀ କଥା। ମନୋଜ ଦାସଙ୍କର ଅନେକ ଲେଖା, ଅନେକ ଅନୁଭୂତି ରହିଛି, ଯେଉଁଗୁଡ଼ିକ ଅଧ୍ୟୟନ କଲେ ଆମେ ଶ୍ରୀମାଙ୍କର ଓ ଶ୍ରୀ ଅରବିନ୍ଦଙ୍କର ପୂର୍ଣ୍ଣଯୁଗର ବହୁ ବିଷୟ ଭିତରେ ପ୍ରବେଶ କରିବାର ଏକ ସାହସ ପାଇବା, ଏକ ପ୍ରେରଣା ପାଇବା। ଏବଂ ଯେତେବେଳେ ତାଙ୍କୁ ଆମେ ଶୁଣୁଛୁ ବା ତାଙ୍କୁ ପଢୁଛୁ, ଦେଖୁଛୁ, ଜାଣୁଛୁ, ଏ ସମସ୍ତ କଥାରୁ ଗୋଟେ କଥା ମନେ ପଡୁଛି। ସେ ଗୋଟେ ମାଙ୍କର ବାଣୀ ଉଦ୍ଧାର କରିଥିଲେ କର୍ମ ସମ୍ପର୍କରେ। ତାଙ୍କର ଚେତନାର ଦିଗ୍ବଳୟ ପୁସ୍ତକରେ ସେ ଲେଖିଛନ୍ତି ଯେ ଆଶ୍ରମରେ ମା କାହାକୁ ପଦ ଦିଅନ୍ତି ନାହିଁ, ଆଶ୍ରମରେ କାମ ଦିଅନ୍ତି। ସେଥିପାଇଁ ଆଶ୍ରମରେ କାମ ବା କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଏକ ସ୍ୱାଭାବିକ ପରମ୍ପରା। 1963 ମସିହାରେ ଆଶ୍ରମରେ ଯୋଗ ଦେଲା ବେଳେ ଏ ଲେଖକ ମାନେ ଶ୍ରୀ ମନୋଜ ଦାସ ଦେଖୁଥାନ୍ତି, ଏକଦା ଅଯୋଧ୍ୟାରେ ଯୋଗୀ ଓ ଗୁରୁ ଭାବେ ଖ୍ୟାତି ଲାଭ କରି ପରେ ଶ୍ରୀ ଅରବିନ୍ଦ ଆଶ୍ରମ ଚାଲି ଆସିଥିବା ବାବାଜୀ ରାମକୃଷ୍ଣ ଦାସ ଓ ପାଟଣା ହାଇକୋର୍ଟର ପୂର୍ବତନ ବିଚାରପତି ତଥା ସେଠାକାର ବିଶ୍ୱବିଦ୍ୟାଳୟର କୁଳପତି ବଶିଷ୍ଠ ନାରାୟଣ ବାସନ କୁସନ ମାଜିବାରେ ନିମଗ୍ନ। ଏ ଲେଖକର ବନ୍ଧୁ କିରିଟ ଯୋଶୀଙ୍କୁ ସେ IAS ରୁ ଇସ୍ତଫା ଦେଇ ଆଶ୍ରମ ଆସିବା ମାତ୍ରେ ପ୍ରଥମେ ପ୍ରେସରେ କାମ ମିଳିଥିଲା। ପରେ ସେ ଲାଇବ୍ରେରୀରେ ଜଣେ କର୍ମୀ ହେଲେ। ତତ୍ପରେ ହେଲେ ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରର ଅଧ୍ୟାପକ ବା ରେଜିଷ୍ଟ୍ରାର। ଆଧ୍ୟାତ୍ମିକ ମାର୍ଗର ପଥିକ ପାଇଁ ପ୍ରତ୍ୟେକ କର୍ମ ଭଗବାନଙ୍କର, କର୍ମ ଯାହା ହେଉନା କାହିଁକି ତାହା ଭଗବାନଙ୍କୁ ସମର୍ପିତ ହେବା ମାତ୍ରେ ଯୋଗରେ ପରିଣତ ହୋଇଥାଏ। ସୃଷ୍ଟିରେ ଭଗବାନ ସ୍ୱୟଂ କର୍ମରତ। ସେହି କର୍ମଧାରା ସହ ନିଜ କର୍ମକୁ ସାମିଲ କରିବାର ପ୍ରୟାସ ହିଁ କର୍ମଯୋଗର ପଦ୍ଧତି। ଆମ ଆଖିରେ ଘାସ ଫୁଲଟିଏ ବା ପତ୍ରଟିଏ ସାମାନ୍ୟ ମନେ ହୁଏ, କିନ୍ତୁ ତାକୁ ନିର୍ମାଣ କରିବା ମାତ୍ରେ ଯେଉଁ ମହାଜାଗତିକ ଶକ୍ତି ପ୍ରଯୁକ୍ତ ହୋଇଛି, ହିମାଳୟ ନିର୍ମାଣରେ ମଧ୍ୟ ତାହା ହିଁ ପ୍ରଯୁକ୍ତ ହୋଇଛି। ଲାଇଫ୍ ଡିଭାଇନ୍ ଗ୍ରନ୍ଥରେ ଏ କଥା ଲେଖାଯାଇଛି। ତଥାକଥିତ ସାମାନ୍ୟ ଏବଂ ତଥାକଥିତ ଗୁରୁତ୍ୱପୂର୍ଣ୍ଣ କାମର ତାତ୍ପର୍ଯ୍ୟ ମଧ୍ୟ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏକ ମାମୁଲି ଚେତନାରେ ରହି ଆମେ କାମ କଲେ ମଧ୍ୟ ତାହା ମାମୁଲି କାମ, ସମର୍ପଣରତ ରହି କାମ କଲେ ତାହା ଯୋଗ କର୍ମର ରୂପ ଯାହା ହେଉନା କାହିଁକି। 1956ର 30 ମେର ମାଙ୍କର ଏକ ବାଣୀକୁ ଉଦ୍ଧାର କରି ସେ ତାଙ୍କର ଏହି ପ୍ରବନ୍ଧରେ ଲେଖୁଛନ୍ତି, ତୁମେ ଧର ଗୋଟେ ଅତ୍ୟନ୍ତ ସ୍ଥୂଳ କାମ ହାତକୁ ନେଲ, ଯେମିତି ଚଟାଣ ଓ ଘରେ ଝାଡୁ ଦେବା କାମ।
ଯଦି ତା ନିଖୁଣ ଭାବରେ ନିଜ ଚେତନାର ପ୍ରଗତି ସକାଶେ କରାଯାଏ ତେବେ ତା ଆମକୁ ଗଭୀର ଚେତନାରେ ପହଞ୍ଚିଦେବ। ଅପରପକ୍ଷରେ ତଥାକଥିତ ଉଚ୍ଚ କର୍ମ, ଅଧ୍ୟୟନ ବା ସାହିତ୍ୟ ବା କଳାତ୍ମକ ସୃଜନ ଯଦି ଖ୍ୟାତି ପାଇଁ କିମ୍ବା ଅହମିକା ବା କୌଣସି ସ୍ଥୂଳ ଲାଭ ପାଇଁ କରାଯାଏ ତେବେ ତାହା ତୁମ ଚେତନାର ପ୍ରତିଟି ଦିଗରେ କୌଣସି କାମ ଦେବ ନାହିଁ। ଏହି ମହାନ କଥାକାର ଓ ଦାର୍ଶନିକଙ୍କୁ ଆମେ ସୁଚକ୍ଷୁରେ କେତେବାର ଦେଖିଛେ। ତାଙ୍କର ସୁନ୍ଦର ହସ, ତାଙ୍କର କଣ୍ଠର ଭାରିପଣ, ତାଙ୍କର ଆଗ୍ରହର ଯୋଉ ଛଟାଟି ଚାରିଆଡେ ବିଚ୍ଛୁରିତ ହୋଇ ରହେ, ଆଉ ତାଙ୍କ ଭଳି ଗୋଟେ ମାଗ୍ନେଟିକ କଣ୍ଠସ୍ୱର, ଗୋଟେ ଚୁମ୍ବକୀୟ କଣ୍ଠସ୍ୱର ବହୁତ କମ୍ ଲୋକଙ୍କ ପାଖରେ ଥାଏ, ଯାହା ଲାଗେ ସରେ ଦୂର ଆକାଶର କଥା। ସେ କହୁଛନ୍ତି, ମୁଁ ଥରେ ବଡ ଭାଗ୍ୟଟିଏ ପାଇଥିଲି ତାଙ୍କୁ ଭେଟିବାର ଗୋଟେ ସ୍ଥାନରେ। ସେଠି ତାଙ୍କ ନିଜ ମାଙ୍କର, କାଦମ୍ବିନୀ ଦେବୀଙ୍କର ଗୋଟେ ଲେଖା ମୁଁ ଦେଖିଥିଲି। ସେ ଲେଖାଟି ମୋତେ ଅଭିଭୂତ କରିଦେଇଥିଲା। ସେ ବହିଟିର ନାଁ ଥିଲା କୃଷ୍ଣ ରସାୟନ। ଆପଣ ଭାବନ୍ତୁ, ମନୋଜ ଦାସ 87 ବର୍ଷରେ ଚାଲିଗଲେ, ତାଙ୍କ ମାଙ୍କୁ ଆଜି କେତେ ବର୍ଷ ହେଇଥାନ୍ତା। ସେତିକି ବର୍ଷ ତଳେ ଏଇ ଓଡିଶାର ପୁରପଲ୍ଲୀରେ ଜଣେ ମା ସେ କେମିଷ୍ଟ୍ରି ଅଫ୍ କୃଷ୍ଣ ଭଳି ବହି ଲେଖିପାରିଛନ୍ତି। ଏବଂ ସେହି ପରିବାରର ଯୋଉ ବୌଦ୍ଧିକ ପରମ୍ପରାର କଥା ଆମେ ସମସ୍ତେ ଜାଣୁ। ତେଣୁ ତାଙ୍କର ଯୋଉ ମହାନ ଯାତ୍ରା ଥିଲା, ଯେଉଁ ମହାନତାରୁ ସେ ତାଙ୍କ ଯାତ୍ରା ଆରମ୍ଭ କରି ଆଜି ସେଇ ମହାନତା ଭିତରେ ନିଜକୁ ସମାପିତ କରିଦେଇଛନ୍ତି, ଇଏ ଗୋଟିଏ ଅତି ବିଲକ୍ଷଣ। ତେଣୁ ଆଧ୍ୟାତ୍ମିକ ଜୀବନ ଯେତେବେଳେ ସେ ବରଣ କରିନେଲେ ସାଧାରଣ ଜୀବନକୁ ଛାଡି, ଲୋକମାନେ ତାଙ୍କୁ ପ୍ରଶ୍ନ ପଚାରିଲେ, ଆଧ୍ୟାତ୍ମିକତା ଭିତରେ କଣ ସବୁ କିଛିର ସମାଧାନ ଅଛି? ଆଧ୍ୟାତ୍ମିକତା କଣ ଜୀବନର ସବୁ ବିକଳ୍ପ? ସେ କହିଲେ ଯେ ପ୍ରକୃତ ଆଧ୍ୟାତ୍ମିକତା ହେଉଛି ଏକ ଅନୁସନ୍ଧିତ୍ସା, ଏକ ସ୍ୱତଃସ୍ଫୂର୍ତ୍ତ ସଂକଳ୍ପ, ଏବଂ ଏହା ହିଁ ଆମ ଜୀବନର ଏକ ଭୂମିକା। ଆମେ ଯେତେବେଳେ ସେହି ଅନୁସନ୍ଧିତ୍ସା ଭିତରେ, ସେହି ଜିଜ୍ଞାସା ଭିତରେ ଉତ୍ତର ଖୋଜୁ, ଏବଂ ମଣିଷ ଯଦିଓ ଆଧ୍ୟାତ୍ମିକତା ପାଇଁ ତାର ଦୁଃଖ, ଯାତନା, ଅଭାବ, ଅନ୍ୟାୟ ଭିତରୁ ମୁକ୍ତି ପାଇପାରି ନାହିଁ, କିନ୍ତୁ ଦିନେ ସାମୂହିକ ଜୀବନରେ ଏଇଟା ସମ୍ଭବ ହେବ। ଅତିମାନସ ତତ୍ତ୍ୱର ଯେ ଦିଗ୍ଦର୍ଶକ ମହାପ୍ରଭୁ ଶ୍ରୀ ଅରବିନ୍ଦ, ତାହା ହେଉଛି ତାଙ୍କର ପ୍ରତିଶ୍ରୁତି। ଆଧ୍ୟାତ୍ମିକତା କୌଣସି କିଛିର ବିକଳ୍ପ ନୁହେଁ। ଆଧ୍ୟାତ୍ମିକତାର ଭୂମିକା ଅଦ୍ୱିତୀୟ। ତେଣୁ ଏକ ଆଧ୍ୟାତ୍ମିକ ଜୀବନ ବଞ୍ଚିଥିବା ସେହି ମହାତ୍ମାଙ୍କୁ ପୁଣି ଥରେ ତାଙ୍କ ପଦ ପାଦରେ ଏଇ ଦୂରରୁ ପ୍ରଣାମ କରିବାର ବିନତ ଭାଗ୍ୟଟିଏ ପାଇଛି। ଏବଂ ସେ ପୁଣି ମାଙ୍କର ଆକାଶରେ ଆଉ ଥରେ ଉଜ୍ଜ୍ୱଳ ତାରା ହେଇ ଆସନ୍ତୁ, ଆମ ସମସ୍ତଙ୍କୁ ଆହୁରି ଉଦ୍ଭାସିତ କରନ୍ତୁ। ତାଙ୍କର ମହାନ ଜ୍ୟୋତିରେ ଆମର ଏଇ ପଥ ଆହୁରି ଆଲୋକିତ ହଉ, ଆହୁରି ସୁନ୍ଦର ହଉ, ଆହୁରି ମାର୍ମିକ ହଉ, ଆହୁରି ବିଦଗ୍ଧ ହଉ, ଆହୁରି ଦିବ୍ୟ ହୋଇ ଉଠୁ। ଏଇଭଳି ଏକ କାମନା ସହିତ ତାଙ୍କର ପରମାତ୍ମାକୁ, ଦିବଙ୍ଗତ ଆତ୍ମାକୁ, ସ୍ୱର୍ଗୀୟ ଆତ୍ମାକୁ ପ୍ରଣାମ ପୂର୍ବକ ମୋର ବାଣୀକୁ ଏଠି ରଖୁଛି। ଧନ୍ୟବାଦ। ଅଶେଷ ଅଶେଷ ଧନ୍ୟବାଦ ଭାଇ। ବର୍ତ୍ତମାନ ପୁଣି ଥରେ ଆମେ ସେଇ ଅମର ପଥର ଯାତ୍ରୀ ଶ୍ରୀ ମନୋଜ ଦାସଙ୍କ ବିଷୟରେ ଆଉ ଥରେ ଶୁଣିବା ଡାଳିଯୋଡା କଟକରୁ ପ୍ରଭାତ କୁମାର ନାୟକ, ପ୍ରଭାତ ଭାଇଙ୍କ ପାଖରୁ। ବର୍ତ୍ତମାନ ମୁଁ ଭାଇଙ୍କୁ ଅନୁରୋଧ କରିବି ସେ ତାଙ୍କ ଆଲୋଚନା ରଖିବେ। ଭାଇ। କରୁଣାମୟ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସବୁ ଭାଇ ଭଉଣୀଙ୍କୁ ମୋର ବିନମ୍ର ପ୍ରଣାମ। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ପୂଜ୍ୟ ମନୋଜ ଦାସଙ୍କର ବିୟୋଗରେ ଏକ ସ୍ମୃତି ସଭା ଭଳି କାର୍ଯ୍ୟକ୍ରମ। ସେହି ମହାମହିମ ସମ୍ରାଟ ସାହିତ୍ୟ ଆକାଶର ଯେ ଇନ୍ଦ୍ରଧନୁ ଭଳି, ତାଙ୍କ ଉଦ୍ଦେଶ୍ୟରେ ଆମ ସମସ୍ତଙ୍କ ତରଫରୁ ମୁଁ ପ୍ରଣାମ ଜଣାଇ କିଛି ତାଙ୍କ ସମ୍ପର୍କରେ କହିବାର ଯେଉଁ ସୁଯୋଗ ମୋତେ ମିଳିଛି, ମାଙ୍କ ପାଖରେ କୃତଜ୍ଞତା ଜଣାଇ ଏ କାର୍ଯ୍ୟକ୍ରମକୁ ଆରମ୍ଭ କରୁଛି। ମନୋଜ ଦାସ ଏ ନାମଟି ପ୍ରାୟତଃ ସମସ୍ତଙ୍କ ପାଇଁ ଅତି ଜଣାଶୁଣା ପରିଚିତ ନାମଟିଏ। ଖାଲି ମାତୃ ସନ୍ତାନ ପାଇଁ ନୁହେଁ, କି ଖାଲି ଓଡ଼ିଶା ପାଇଁ ବି ନୁହେଁ, ଖାଲି ପଣ୍ଡିଚେରୀ ପାଇଁ ବି ନୁହେଁ, ସମଗ୍ର ପୃଥିବୀ ପାଇଁ ଏ ନାମଟି ଗୋଟିଏ ବହୁତ ଆପଣାର ନାମ। ସାରା ପୃଥିବୀରେ
जी जोड़ी थाऊ जहाँ भितर शिक्षा प्रति रुचि अच्छी जहाँ भितर साहित्य प्रति आग्रह अच्छी दर्शन प्रति जार आग्रह अच्छी संस्कृति प्रति जार आग्रह अच्छी बा जानिबार इच्छा अच्छी से व्यक्ति निश्चय मनोदास को जानिबो से निज नाम को केबे भी जानिबा को इच्छा करना किंतु आज देखंतु से नामटी सारा पृथ्वी रे इति जनाशुना इति परिचित नाम केवल तांग लेखा और साहित्य को माध्यम करिकी गोटे साधारण मनीष दिन राति सब चेष्टा करताए ता निज नाटा केमि बड़ करिवो साधारण मनीष क्षेत्र में कथा प्राय में देखते प्राणपणे चेष्टा करती निज नाटा केमि जने बड़ करिवो केते उपाधि केते पदवी से ना सब जोड़ी हेबो एवं जोड़ी हेले मध्यम व्यक्ति खुशी हुए कि आम केबे भी देखी ना मनोज दास जड़े एमती व्यक्तित्व जड़े एमती व्यतिक्रम इति बही से रचना कर बही रे पदवी से लिखी ना डॉक्टर मनोज दास कि प्रोफेसर मनोज दास केबे भी आपन कहीं देखी ना सिंपल नाटी खाली मनोज दास ये सरल साधारण नामटी बाहर को गोटे खाली भली लगुथ पारे गोटे हालुका लगुथ पारे किंतु ये नामटी एत आज ओजनिया आज ये नामटी एत गुरुवार रे एत भारसिक्त जे आम केबे मध्य ये नाम विषय आज कल्पना करिपरिबा नाही साहित्य आकाश रे समग्र भारत वर्ष में दुई जन उज्ज्वल ज्योतिष भाव परिचित जन वाल्मीकि और जन व्यासदेव ओडिशार बालेश्वर माटी में जन्म होता आउ दुई जन उज्ज्वल ज्योतिष को बाहर जन फकीर मोहन सेनापति आउ जन अध्यापक मनोज दास बालेश्वर जिला हूँ कला साहित्य संस्कृतिर माटी फकीर मोहन खाली ओडिशार पूर्वपल्ली परिचित थे मात्र मनोज दास समग्र पृथ्वी में प्रख्यात लेखक प्रख्यात गाल्पिक स्तंभकार कथाकार जिते शब्द तांको जोड़िले मध्य सबु शब्द नियंट हम ये सबु गोटे भरपूर समाहार सी मनोज दास जितेबाला विभिन्न सभा समिति को उद्बोधन नापी आसती परिचय प्रदान करने कई बाहरती अनेक शंका प्रकाश करती विषय कौन परिचय प्रदान करेंगे कौन कहे केमिति कहे कौटू आरंभ करेंगे केमिति परिचय उपस्थापना करें बोली अनेक पाखे शब्द न थाए शब्द पाती ना निरूपाही शेष में जन कहते विषय कौन कहवा बा कि कहवा गोटे सब बड़ धृष्टता हम तेणु से निजे ही निजर परिचय वास्तविक मनोज दास होती निजे ही निजर परिचय जड़े कविंकर गोटे सुंदर कवितार पदे मन पड़ुची से कवि लिखिं मनीष मरब दिने जन्म हुई देवता भी मरे सार्थक मरण तार जहाँ माटी गोड़ी झुरे मनीष मरब दिने जन्म हुई देवता भी मरे मनीष निश्चय दिने मरब एमती संसार कहीं ना अमर होती समस्ते मृत्यु लभिबे जन्म ही देवता भी मरे ये देवता जन्म हेल्ले भी सी भी मरती सार्थक मरण तार जहाँ माटी गोड़ी झुरे सी प्रकृत मनीष प्रकृत मृत्यु से मृत्यु से हारी जाए जहाँ माटी गोड़ी झुरे ये वाक्य को जदि जीवन में प्रकृति में किस प्रतिफलन करले सी होती मनोज दास आज खाली ओडिशा प्राण नुहे आप देखु समग्र भारत वर्ष सारा पृथ्वी में जी जानी साहित्य मध्यम हो लेखा मध्यम हो गल्प मध्यम हो जी भी जानी समस्त भितर गोटे कोह गोटे अवश्य आपे सृष्टि होती कौन पाई कहीं से व्यक्ति आम से कौन दे जीवन व्यापी जो साहित्य साधना जो सुनाम जश कीर्ति से एति निजे गौरवान्वित जे इति निजे गौरवान्वित होती सबू पाठ मान पाखे आज से चिरस्मरण रही रही आम जाचु ओडिशा बाबा महाराज परे परे बाबा महाराज थे अति सरल भाषा अति साधारण भाषा श्री अरविंद माँ साहित्य को लोक पाखे पहुँचाई से जड़े थे महान जोगी तांको परे जदि किए पुणी सरल और बोधगम्य भाषा श्री अरविंद माँ दर्शन को जब लोक पाखे पहुँचले से व्यक्ति हेले मनोज दास तेणु सारा पृथ्वी से गोटे अमूल्य अवदान अमूल्य उपहार सी ये किछि मास तले लेखा रूस देश में प्रकाशित है से देशर भाषा अनुवाद होकर बही प्रकाशित है इंग्राजी और ओडिया ये दीटा साहित्य को जदि किए समृद्ध करले से व्यक्ति हेले मनोज दास ये व्यक्तित्व सी दीटा भाषा इंग्राजी भाषा ओडिया भाषा आम मैंने बोधे कहवाई बेले बेले शंका आसे कुंठा प्रकाश लगे कहवाई गोटे कोह भी सृष्टि हुए आम बोधे प्रकृत में ठीक भाव में साहित्य को चिन्ह ना प्रकृत में ठीक भाव में बोधे आम साहित्य को चिन्ह ना
বা ସାହିତ୍ୟର ମହତ୍ଵକୁ ଆମେ ଜାଣିନାହୁଁ। ଯଦି ଜାଣିଥାନ୍ତୁ ଆପଣ ଚିନ୍ତା କରନ୍ତୁ ଏଇ ଗଲା ବର୍ଷ ବା 2020 ମସିହାରେ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଲା। 85-86 ବର୍ଷ ବୟସରେ ପଦ୍ମ ବିଭୂଷଣ ସମ୍ମାନ ପାଇଲେ। ଯଦି ପ୍ରକୃତରେ ସାହିତ୍ୟକୁ ମଣିଷ ଚିହ୍ନିଥାନ୍ତେ ବା ଯଦି ଆମେ ପ୍ରକୃତରେ ସାହିତ୍ୟର ମର୍ଯ୍ୟାଦା ଯଦି ବୁଝିଥାନ୍ତେ, ଏତେ ବର୍ଷ ପରେ ଏତେ ଡେରିରେ ତାଙ୍କୁ ଏଇ ସମ୍ମାନ ମିଳିବା ଯଥାର୍ଥ ହେଇଛି କି? ଅନେକ ତ କହୁଥିଲେ ସିଏ ଭାରତ ରତ୍ନ ଉପାଧି ପାଇବା ମଧ୍ୟ ଯୋଗ୍ୟ। ବେଳେବେଳେ ସେ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଶ୍ରୀ ଅରବିନ୍ଦଙ୍କୁ ତ ଭାରତ ସରକାର ଭାରତ ରତ୍ନ ଉପାଧି ଦେଇନାହାନ୍ତି, ଆଉ ମନୋଦାସ ବା କେମିତି ପାଇବେ? କିନ୍ତୁ ଭାରତ ରତ୍ନ ଏଇ ଯୋଉ ଶବ୍ଦଟି, ଏଇ ଶବ୍ଦଟି କୋଉମାନଙ୍କ ପାଇଁ ପ୍ରକୃତରେ ପ୍ରଯୁଜ୍ୟ ହବ? ଯେଉଁମାନେ ଜାତି ପାଇଁ, ଦେଶ ପାଇଁ, ଆତ୍ମା ପାଇଁ, ସଂସ୍କୃତି ପାଇଁ ସାରା ଜୀବନ ଦେଇଦେଲେ, ସେମାନଙ୍କ ପାଇଁ ଏଇ ଶବ୍ଦଟା କ'ଣ ଗୋଟେ ବହୁତ ବଡ଼ କଥା କି? କିନ୍ତୁ ଦେଖନ୍ତୁ ସେ ଶବ୍ଦ ତାଙ୍କ ପାଇଁ ମଧ୍ୟ ଲାଗି ନାହିଁ, ଭାରତ ରତ୍ନ ପଦବୀ ମିଳିନାହିଁ। କେତେ କଷ୍ଟରେ ପଦ୍ମ ବିଭୂଷଣ ପଦବୀ ବା ସମ୍ମାନ ଏଇ ଗତ ବର୍ଷ ତାଙ୍କୁ ମିଳିଲା। ଭାରତରେ ବହୁ ଲେଖକ ଅଛନ୍ତି, ବହୁ ଗାଳ୍ପିକ ଅଛନ୍ତି, କଥାକାର ବି ଅଛନ୍ତି, ସ୍ତମ୍ଭକାର ବି ଅଛନ୍ତି, କବିମାନେ ବି ଅଛନ୍ତି, କିନ୍ତୁ ମନୋଦାସଙ୍କ ପରି କଥାକାର ଗାଳ୍ପିକ ଆପଣ ଖୋଜିଲେ ପାଇବେନି, ବିରଳ ସିଏ। ଆପଣମାନେ ସମସ୍ତେ ଜାଣିଛନ୍ତି ତାଙ୍କର ଯୋଉ ଗଳ୍ପ ରଚନା, କି ଚମତ୍କାର ଢଙ୍ଗରେ ସେ ଗଳ୍ପ ଆରମ୍ଭ କରନ୍ତି। ପ୍ରତି ଗଳ୍ପକୁ କି ସୁନ୍ଦର ଭାବରେ ସେ ଆରମ୍ଭ କରନ୍ତି, ଆଉ କି ସୁନ୍ଦର ଭାବରେ ମଧ୍ୟ ଶେଷ ବି ସେ କରନ୍ତି। ବେଳେ ବେଳେ ଗୋଟେ ଗୋଟେ ଗଳ୍ପ ପାଇଁ ମାତ୍ର ଆପଣ ଦେଖିବେ 2-3ଟି ବାକ୍ୟରେ ହିଁ ସେ ସାରି ଦିଅନ୍ତି। ମାତ୍ର 2-3ଟି ବାକ୍ୟ ତମେ ଯଥେଷ୍ଟ ହେଇଯାଏ। କି ସୁନ୍ଦର ଶବ୍ଦ ସଂଯୋଜନା, ଯାହାକୁ ଅନେକ କହନ୍ତି ଶବ୍ଦର ଯାଦୁକର, ଶବ୍ଦର ସ୍ରଷ୍ଟା, ଶବ୍ଦର ବିନ୍ଧାଣୀ ବୋଲି ଅନେକ ତାଙ୍କୁ ଏହି ଶବ୍ଦର ସମ୍ବୋଧନ କରନ୍ତି। ଶବ୍ଦର ସୃଷ୍ଟିରେ ସତେ ଯେପରି ସିଏ ଗୋଟେ କାରିଗର ସିଏ। ନହେଲେ ଏତେ କମ ଶବ୍ଦରେ 2-3ଟି ବାକ୍ୟରେ ଗୋଟେ ଗଳ୍ପକୁ ଉପସ୍ଥାପନ କରିବା, କହନ୍ତୁ ଆଉ କୋଉ ଲେଖକ ପାଖରେ କୋଉ ଗାଳ୍ପିକ କଥା କେତେ ସମ୍ଭବ ହବ? ପ୍ରକୃତରେ ହିଁ ସେ ଜଣେ ବାଗ୍ମୀ। ବାଗ୍ମୀ ଶବ୍ଦର ଯଦି ପ୍ରକୃତ ଯଥାର୍ଥ ମହତ୍ଵ ଥାଏ ବା ଯଦି ବୁଝିବା ଥାଏ, ମନୋଦାସ ହଉଛନ୍ତି ପ୍ରକୃତରେ ବାଗ୍ମୀ। କାହିଁକି ବାଗ୍ମୀ? ନା ବାଗ୍ମୀ ହଉଛନ୍ତି ସେହି ଯିଏ ବହୁ ଜଟିଳ କଥାକୁ ଅତି ସରଳ ଭାଷାରେ, ସରଳ ଶବ୍ଦରେ, କମ ସମୟରେ ଉପସ୍ଥାପନା କରନ୍ତି, ସେ ହଉଛନ୍ତି ବାଗ୍ମୀ। ଛୋଟିଆ କଥା ବା ସାଧାରଣ କଥାକୁ ବହୁ ଶବ୍ଦ ନେଇକି, ବହୁତ ବାକ୍ୟ ନେଇକି, ଅନେକ ପୃଷ୍ଠା ଭଳିଆ ଲେଖିକି ଯିଏ କରନ୍ତି, ସେଇଟା ବିଦ୍ବତ୍ତା ନୁହଁ, ସେଇଟା ବିଦ୍ୱାନ ପଣିଆ ନୁହଁ। ବିଦ୍ୱାନ ପଣିଆ, ବାଗ୍ମୀ ପଣିଆ ହଉଛି ବହୁତ କଥାକୁ ଯିଏ ଅତି କମ ଶବ୍ଦରେ ବର୍ଣ୍ଣନା କରନ୍ତି, ସେଇଟା ହଉଛି ବାଗ୍ମିତା। ଆପଣ ଦେଖିବେ ମନୋଦାସଙ୍କ ବକ୍ତବ୍ୟ ଦେଖନ୍ତୁ ବା ତାଙ୍କ ଲେଖା ବି ଦେଖନ୍ତୁ, ଗୋଟେ ଗୋଟେ ଶବ୍ଦରେ କେତେ କେତେ ଅର୍ଥ ଥାଏ, ଗୋଟେ ବାକ୍ୟ ଭିତରେ କେତେ ଅର୍ଥ ଥାଏ। ଯୋଉ ଲେଖା ପାଇଁ ଯେତିକି ଶବ୍ଦ ଦରକାର, ଯେତିକି ସଂକ୍ଷେପରେ ଦେଇହବ, ସେ ସେତିକି ଶବ୍ଦରେ ପ୍ରକାଶ କରନ୍ତି, କିନ୍ତୁ ତା ଭିତରେ ବହୁତ ତତ୍ତ୍ୱ ବି ଥାଏ। ଗୋଟିଏ ବହି ତାଙ୍କର ମୁଁ ଆପଣଙ୍କ ପାଖକୁ ମନକୁ ଆଣୁଛି, ସେ ବହିଟା ହେଉଛି ଉପକଥା ଶତକ। ପ୍ରାୟତଃ ଆପଣମାନେ ଅନେକ ପଢିଥିବେ ସେ ବହି। 100ଟା ଗଳ୍ପକୁ ନେଇକି ସେ ବର୍ଣ୍ଣନା କରନ୍ତି, କି ଚମତ୍କାର ବର୍ଣ୍ଣନା ତାଙ୍କର। କେତେ ସଂକ୍ଷିପ୍ତ ବାକ୍ୟକୁ ନେଇକି, କେତେ ସଂକ୍ଷିପ୍ତ ଶବ୍ଦର ସମାହାରରେ ମାତ୍ର ପୃଷ୍ଠାଏ କି 1.5 ପୃଷ୍ଠା ଭିତରେ ସୀମିତ କରିକି ଗୋଟେ ଗଳ୍ପ ସେ ଆରମ୍ଭ କରିଛନ୍ତି ଓ ଶେଷ କରିଛନ୍ତି। ଯୋଉମାନେ ପାଠ କରିଛନ୍ତି ସେମାନେ ବୁଝିଥିବେ କଥା। ତାଙ୍କ ଲେଖା ପଢିଲେ ଦୃଷ୍ଟିକୋଣ ବଦଳିଯାଏ। ଆପଣମାନଙ୍କ ପାଖରେ ଏଇ ଅନୁଭବ ସମସ୍ତଙ୍କର ଥିବ, ଯୋଉମାନେ ଲେଖା ପଢିଥିବେ ତାଙ୍କ ଲେଖା ଯିଏ ପଢେ ଦୃଷ୍ଟିକୋଣ ବଦଳିଯାଏ। ଏଇଥିପାଇଁ ଦୃଷ୍ଟିକୋଣ ବଦଳିଯାଏ, ଯୋଉ କଥାଟିକୁ ଆମେ ଯେମିତି ଭାବରେ ଭାବୁଥାଉ, ଯେମିତି ଭାବରେ ଚିନ୍ତା କରିଥାଉ, ମନୋଦାସ ସେଇ କଥାକୁ ଦେଖନ୍ତି, ସେଇ କଥାକୁ ଏମିତି ଭାବରେ ଉପସ୍ଥାପନା କରନ୍ତି। ତାପରେ ଆମେ ଚିନ୍ତା କରୁ, ଆରେ କଥାଟା ତ ସତରେ ଏମିତି ଭାବରେ ହେଇପାରେ, ଏଇ ଦୃଷ୍ଟିକୋଣ ଜଣେ ଦେଖିପାରେ। ଏଇ ହଉଛନ୍ତି ମନୋଦାସ। ଏଇ ଗୁଣଟା ତାଙ୍କ ଉପରେ ନିଜସ୍ୱ, ତାଙ୍କର ସହଜାତ ପୁରା। ଆପଣ ଦେଖିବେ ପ୍ରତ୍ୟେକ ତାଙ୍କର ବହି, ଏତେ ତ ଅସରନ୍ତି ବହି, ଅସରନ୍ତି ତାଙ୍କର ସଂକଳନ, ତା ଭିତରେ କୌଣସି ଗୋଟେ ବହିରେ ନା ଅତିରଞ୍ଜନ ଶବ୍ଦ ଅଛି, ନା ଅଯଥା ଶବ୍ଦ ପ୍ରୟୋଗ ଅଛି, ନା ବାହ୍ୟ ଆଡମ୍ବର ଅଛି, ନା ଆଳଙ୍କାରିକତା ଅଛି। ଆଉ ଗୋଟେ ସବୁଠାରୁ ବଡ କଥା, ବାରମ୍ବାର ତାଙ୍କୁ ପ୍ରଣାମ କରିବାକୁ ଇଚ୍ଛା ହୁଏ, ନମସ୍ୟ ଅଛି ଆମର। କୌଣସି ବହିରେ ଗୋଟିଏ ବି ବାକ୍ୟ, ଗୋଟିଏ ବି ଶବ୍ଦ ଅଶ୍ଳୀଳତା ଆପଣ ପାଇବେନି ତାଙ୍କ ବହିରେ। ଏତେ ମହାମହିମ ସେ ଶବ୍ଦ ଆକାଶର, ଏତେ ଯାଦୁକର ସିଏ, କୌଣସି ବହିରେ ବାହ୍ୟ ଆଡମ୍ବର, ଯାନ୍ତ୍ରିକତା, ଅପପ୍ରୟୋଗ ଶବ୍ଦ କେବେ ବି ପାଇବେନି। ଯେତେ ଗଳ୍ପ, ଯେତେ ଉପନ୍ୟାସ ସେ ଆରମ୍ଭ କରିଛନ୍ତି, କୋଉ ବହିରେ ମଧ୍ୟ ଗୋଟେ ହତାଶା, ନିରାଶା ଭଳି କଥା ପଦେ ବି ଆପଣ ପାଇବେନି। ସବୁ ବହିରେ ଗୋଟେ ଆଶାର ଆଲୋକ। ଗୋଟେ ଗଳ୍ପ ଉପନ୍ୟାସକୁ ସୁନ୍ଦର ଭାବରେ ଆରମ୍ଭ କରନ୍ତି ଏବଂ ସୁନ୍ଦର ଭାବରେ ପାଠକମାନଙ୍କ ଭିତରେ ଗୋଟେ ଆଶାର କିରଣ ସୃଷ୍ଟି କଲା ଭଳି କଥାକୁ ଶେଷ କରିଦିଅନ୍ତି। ପ୍ରତ୍ୟେକ ଲେଖା ପଥରେ କି ଦାର୍ଶନିକତା ଭରି ଥାଏ, ସବୁ ଲେଖା ପଥରେ ଦାର୍ଶନିକତା। ଆପଣମାନେ ଆହୁରି ଜାଣିବେ, ପଣ୍ଡିଚେରୀ ଯିବା ପୂର୍ବର ଲେଖା ଏବଂ ପଣ୍ଡିଚେରୀ ଗଲା ପରେ ତାଙ୍କର ଯୋଉ ଲେଖା। ପଣ୍ଡିଚେରୀ ଯିବା ପୂର୍ବରୁ କିଛି ତାଙ୍କର ବି ଗଳ୍ପ ଅଛି, କିଛି ଉପନ୍ୟାସ ବି ଅଛି। ପଣ୍ଡିଚେରୀ ଗଲା ପରେ ଯେତେବେଳେ ଶ୍ରୀ ଅରବିନ୍ଦ ସେ ଜାଣିଲେ, ମାକୁ ଜାଣିଲେ, ତାଙ୍କ ଲେଖା ପୁରାପୁରି ବଦଳିଗଲା। ପୁରାପୁରି ବଦଳିଗଲା ମାନେ ସେ ଲେଖା ପଥରେ ଏତେ ଦାର୍ଶନିକତା ବୋଧେ ଆଧ୍ୟାତ୍ମିକତା ଭର୍ତ୍ତି କରିଦେଲେ, ତାଙ୍କ ଲେଖାଟି ପୃଥିବୀର ସବୁ ଲୋକ ପାଇଁ ପ୍ରଯୁଜ୍ୟ ହବ। ଖାଲି ଶ୍ରୀ ଅରବିନ୍ଦ ମାଙ୍କ ଦର୍ଶନାନୁରୋଗୀ ପାଇଁ ନୁହଁ, ପ୍ରତ୍ୟେକ ବ୍ୟକ୍ତି ମାନେ ତାଙ୍କ ଲେଖା ପଢିବେ ଏବଂ ତାର ଭିତରେ ଗୋଟେ ଗଭୀର ଦାର୍ଶନିକ ତତ୍ତ୍ୱ ମଧ୍ୟ ପାଇପାରିବେ।
प्रत्येक मातृ मैंने आप जानते जो भावना कारिका जो बहीटी प्रकाश चला प्रज्ञापीठ दिव्या नाम जो बहीटी से बहीटी पंडिचेरी से सप्ताह गोटे दिन गोटे प्रकार अधिवेशन होते ओडिया क्लास टी चली असंख्य शत्रु मंडली क्लास रे योगदान करते सत्य जमी उत्सुकतार सहित अपेक्षा रोते मनोदास से क्लास के आसो से जो श्री अरविंद जो भावना और कारिकार जो लेखा गोटे गोटे वाक्य शुणकर जहाँ आम पढ़ी बुझी पारते ना से वाक्यर प्रकृत अर्थ कौन बोले जापारते नहीं कि मनोदास तक वर्णना कर बुझी सरल उदाहरण से सरल गल्परे तापर गोटे भितर आत्म तृप्ति मनटा पूरी जाए कथा एत सिंपल हो पारे कथा एत सरल एत सहज एत बोधगम्य हो पारे ये हूँ बाग्मिता मस्तिष्क चिंता भावना आसे किंतु आम साधारण व्यक्ति मान मस्तिष्क चिंता भावना आसेनी गत 2 वर्ष पूर्व आप देखिए डाइनिंग हल में प्रति सप्ताह शुक्रवार दिन संध्या 7 कि समय धरिकी गोटे क्लास से नौते भारत गाथा संपर्क में केते भाई भाई उत्सुकता सहित आसिकी क्लास रे योगदान करते ये सब आज नीरव होगला सब शून्य होगला सब आज नीरव होगला सब शून्य होगला लेखाटे बाहर पढ़ाई मन भितर कि व्याकुलता कि छटपट आम भर होता अपेक्षा करा पड़ता कौ दिन गोटे नुआ बहीटे बाहर कौ दिन नुआ लेखाटे बाहर मु तो बेले बेले एक कथा को अत्यंत दुखर सहित प्रकाश करुच्ची कटक राणीहाटे आम डालीगुड़ा आश्रम गोटे रूम आम रही थाए बेले बेले आम बाहर कड़ा आसिले से रूम विश्राम नौ जो मत समय मिले मु कटक बालू बजार जो बहीर भंडार बहीर दुकान चली चली राणीहाटू बालू बजार जाए केवल खाली मनोदास बही कौट पाइबनी जिते सब बही दुकान ता भर खाली सबुआड़े पचारे मनोदास बही कौन बाहर अवश्य मनोदास बही सब दुकान मिले नहीं विद्यापुरी बोली गोटे बही अच्छी ग्रंथ मंदिर ग्रंथ भंडार से बही मिले ना ग्रंथ मंदिर बही मिले गोटाए दिन में चली चली जाकर खंडे बही आने मुझे थर पाक जा दुकान मन जाइए ये सब जिन आज शून्य होगला ना से बहीटे मिल ना नुआ प्रकार वक्तव्यटे मिल ना नुआ प्रकार गोटे मासिक जो भाव धारा बरणी भाई आसला आर्टिकल से जिन मिल कि सब कथा शून्य होगला किंतु साहित्यिकर के मृत्यु हुए ना बोली कहुई लेखक मान मृत्यु ना से काल जाई कारण जो लेखा से दे जाइए जो साहित्य सृष्टि कर आम समस्त भितर सबुदिन अम्लान हो प्रतिदिन सकाल 6टार ठीक समय आश्रम से आसती चली चली घर पाखर आसती आश्रम समाज से प्रणाम करती पुणी आश्रम ठार घर को चली जाती ना रास्ता एपटू करना ना रास्ता सेपटू करना कहीं जो जन नमस्कार हुए हाथ जोड़ी नमस्कार हूँ लक्ष्य से आसती चली जाती घर आसवे आश्रम को पुणी आश्रम को चलीजी ये दैनंदिन कार्यक्रम था बाटर कहीं जब पद कथबार्ता होती अति सम्यक भाषा कथबार्ता होती ना चली जाती जन्मदिन मानक ओडिशार अगणित भाई भाई मैंने घर को जाती समस्त साक्षात से दिखती कहीं जब कहते टे सेल्फी नेबू फटो उठेबू केबे भी क्या मना करते ना इतने सुंदर अमायिक व्यवहार इतने भद्र इतने शांत इतने नम्र नम्रतार ज्वलंत दिगंत दृष्टांत होते मनोदास यही व्यक्ति आम दृष्टांत उदाहरण सी आज आम स्वप्न भली होगले आमर अतीत को चलीगले आज ये पवित्र दिवस रे उद्देश्य में बारंबार प्रणाम जनाऊँगी आम समस्त तरफ बारंबार कृतज्ञता जनाऊँगी मोर अशेष प्रणाम समस्त को धन्यवाद जन ये आलोचना को ये रखुची नमस्कार वंदे मातरम। अशेष अशेष धन्यवाद भाई। वर्तमान पुणी थे से विशिष्ट साहित्य साधक श्री मनोज दास विषय आमे शुणा भुवनेश्वर सरोजबाला महांती सरोजपा मुखर किसी आलोचना। वर्तमान मु अपा को अनुरोध करी से आलोचना रखिए। अपा मधुमयी माँ प्रभु श्री अरविंद प्रणाम्य साथ हृदय अति अंतरंग भाई और भौणी माने सश्रद्ध विनम्र प्रणाम शुभ संध्या। किए भूली पार मनोज दास सार को कई भूली पारे कि जी थे देखी शिशु सुलभ सरलता मुखमंडल कोमल हास्य रुचि प्रतिम अमायिक व्यक्तित्व से मो पृथ्वी एक देवतार आविर्भाव सदृश मूलरू कही रखे विपुल सृजनात्मक साहित्य संभार प्रचंड वाग्मिता
କିମ୍ବା ସୂକ୍ଷ୍ମ ଜଟିଳ ଆଧ୍ୟାତ୍ମିକ ଜୀବନ ଜୟଯାତ୍ରାର କାହାଣୀ ବର୍ଣ୍ଣନା କରିବାର ଯୋଗ୍ୟତା ମୋର ନାହିଁ, ମୁଁ ରଖେ ନାହିଁ ମଧ୍ୟ। କିନ୍ତୁ 12-13 ବର୍ଷ ବୟସରେ ଏକ ଅନଭିଜ୍ଞ ବାଳିକା ହୃଦୟ ମଧ୍ୟରେ ତାଙ୍କ ବହି ପଢୁ ପଢୁ ଏପରି ଏକ ଚେତନାର ବିସ୍ଫୋରଣ ଘଟିଥିଲା, ଯାହା ପରବର୍ତ୍ତୀ ଜୀବନରେ ମୋତେ ତାଙ୍କ ସଂସ୍ପର୍ଶରେ ଆସିବାର ସୁଯୋଗ ଦେଇଥିଲା। ଏହା ଏକ ଏକାନ୍ତ ବ୍ୟକ୍ତିଗତ ଅନୁଭୂତି। ଦୀର୍ଘ 40 ବର୍ଷ ପରେ ମୁଁ ତାର ସମାଧାନ ପାଇଥିଲି। 2002 ମସିହାରେ ନବପ୍ରକାଶରେ ତାହା ପ୍ରକାଶିତ ହୋଇଥିଲା। ଯଦିଓ ଏହା ଏକ ବ୍ୟକ୍ତିଗତ ବ୍ୟାପାର, ବ୍ୟକ୍ତିଗତ ଗଭୀର ଅନୁଭୂତି, କିନ୍ତୁ ମୁଁ ସ୍ୱପ୍ନରେ ମଧ୍ୟ ଭାବିନଥିଲି ଯେ ଆଜି ତାକୁ ମୁଁ ସାର୍ବଜନୀନ କରିବାକୁ ଯାଉଛି ସାରଙ୍କର ଭୌତିକ ଅନୁପସ୍ଥିତିରେ। ମୁଁ ଭାବୁଛି ମୋ ସ୍ୱର ଶୁଣା ଯାଉଥିବ। ଆସ୍ଥା ଶୁଣିପାରୁଛ କି ନାହିଁ? ହ୍ୟାଲୋ, ଶୁଭୁଛି ତ? ଆଜ୍ଞା। ଆପଣଙ୍କୁ ଏଇ ଅନୁଭୂତିଟି ଅତି ସଂକ୍ଷେପରେ କହିବି, ସମୟ ଅଭାବ। ଆଉ ଭବେଶ ଭାଇ, ପ୍ରଭାତ ଭାଇ ଚମତ୍କାର ଉପକ୍ରମଣିକାଟି ଭୂମିକାଟି ତିଆରି କରିଦେଇଛନ୍ତି। ତେଣୁ ମତେ କହିବାକୁ ଭାରି ସୁବିଧା ହବ। ମୁଁ ଆଜି ଯାହା କହିବାକୁ ଯାଉଛି, ପ୍ରଭାତ ଏ ବିଷୟରେ କିଞ୍ଚିତ ଇଙ୍ଗିତ ପାଇଥିଲେ ଯେତେବେଳେ ମୁଁ 2 ବର୍ଷ ତଳେ ଡାଳିଯୋଡ଼ା ଆଶ୍ରମ ଯାଇଥିଲି ଏବଂ ତାଙ୍କ ରୁମକୁ ଯାଇଥିଲି। ସେତେବେଳେ ଦେଖିଲି କି ସାରଙ୍କର ବହିକୁ ସେ ଗୋଟେ ଶୋ କେସରେ ପୁରା ଧାଡି ବାନ୍ଧି ରଖିଛନ୍ତି। ପ୍ରଭାତ, ତମର ମନେ ଥିବ, ମୁଁ ଆଉ 5 ଜଣ ସହିତ ଥିଲେ, କିନ୍ତୁ ମୁଁ ମୋ ନିଜକୁ ସମ୍ବରଣ କରିପାରିଲିନି। ମୁଁ ସେଇଠି ମୋର ଏଇ ଅନୁଭୂତିଟିକୁ କହିଥିଲି ଏବଂ ସଂକ୍ଷେପରେ କହିବା ପରେ ହାତ ଯୋଡ଼ିକି ସେମାନଙ୍କୁ ଅନୁରୋଧ କରିଥିଲି ଯେ ଦୟାକରି ଏଟା କେବେ ହେଲେ କାହାକୁ କହିବେ ନାହିଁ। ଆଜି ଗୋଟେ ଭାବାବେଗରେ ମୁଁ କହି ପକେଇଲି, କିନ୍ତୁ କେବେ ବି କହିବେ ନାହିଁ। 12-13 ବର୍ଷର ଝିଅ ମୁଁ ଥିଲି। ଗଳ୍ପ ପଢିବା ସେ ସମୟରେ ମୋର ଗୋଟେ ନିଶା ଥିଲା, ବିଶେଷତଃ ସବୁ ଆଡଭେଞ୍ଚରସ୍, ରବିନ, ରତନ, ଏମାନଙ୍କର ଦୋଷୀ ମାନଙ୍କର କାହାଣୀ ଆପଣ ମାନେ ବି ଜାଣୁଥିବେ। 50-55 ବର୍ଷ ତଳର କଥା। ହଠାତ୍ ଦିନେ ମୋର ଯେ ଲାଇବ୍ରେରୀରୁ ମତେ ବହି ଆଣି ଦିଅନ୍ତି, ସେ ମତେ ଗୋଟେ ବହି ଆଣିକି ଦେଲେ। ମୁଁ ସେତେବେଳକୁ ମୋ ମାଙ୍କୁ ହରେଇଥାଏ। ମୁହଁ ସଞ୍ଜ ହେଇ ଆସୁଛି। ଆସନ୍ନ ସନ୍ଧ୍ୟାର ନିଷ୍ପ୍ରଭ ଆଲୋକରେ ମୁଁ ସେ ବହିଟିକୁ ପଢିଲି। ସେ ବହିଟିର ମୋର ଗୋଟେ ନେଚରରେ ରହିଛି, ମୁଁ ଯେତେବେଳେ ବି କୌଣସି ବହି ଖୋଲେ ତାକୁ ପ୍ରଥମ ତାର ମୁଖବନ୍ଧଟାକୁ ପଢେ, ଲେଖକଙ୍କ ନାମ ଦେଖେ। ସେତେବେଳେ ତାର ଲେଖା ଏକବାର ପୁରା ମାନେ ଅସ୍ପଷ୍ଟ, ଆଜି ଭଳି କାଗଜ ନଥିଲା କି ମୁଦ୍ରଣ ପରିପାଟି ନଥିଲା ଏବଂ ପଛଆଡେ ଯୋଉ ଫଟୋଟି ଥିଲା ସେଟା ବି ଅସ୍ପଷ୍ଟ। ମୁଁ ସେ ବହିଟିକୁ ଦେଖିଲି। ମୋର ଯେତେ ଦୂର ମନେ ପଡୁଛି, ଆବୁ ପୁରୁଷ ସେ ବହିଟିର ନା। ବର୍ତ୍ତମାନ ମୁଁ ପରେ ମଧ୍ୟ ତାକୁ ରିକଲେକ୍ଟ କରିପାରିନଥିଲି। ମୁଁ ଯେତେବେଳେ ସେ ବହିଟାକୁ ପଢୁଛି, ଆମ ଘର ଭିତରର ଅଗଣାର ପିଣ୍ଡାରେ ମୁଁ ବସିଛି, ଯେତେବେଳେ ସେ ଫଟୋଟାକୁ ମୁଁ ଦେଖିଲି, ହଠାତ୍ କିନା ଆମର ଆଖିଟା ଅଦୂରରେ ଦେଖାଯାଉଥିବା ଆକାଶ ଆଡକୁ ଚାଲିଗଲା ଏବଂ ମତେ ଗୋଟେ ଅଦ୍ଭୁତ ଦୃଶ୍ୟ ଦେଖାଗଲା। ଅଦ୍ଭୁତ ଦୃଶ୍ୟ ଆଜି କହୁଛି, ଆଜି ମତେ କହିବାରେ ସଂକୋଚ ନାହିଁ କି କୁଣ୍ଠା ନାହିଁ, କାହିଁକି ନା ଏହା ଏତେ ମାର୍ମିକ ଆଉ ସାରା ଜୀବନ ମତେ ତା ଏତେ ସଷ୍ଟେନ କରିକି ରଖିଛି, ସାରଙ୍କର ଚେତନା ସହିତ ମତେ ଏତେ ଯୋଡିକି ରଖିଛି। ମୁଁ ସେଥିପାଇଁ ଆଜି କହିବାକୁ ସାହସ କରୁଛି। ଦେଖିଲି ଯେ ସେଇ ଦୂର ଦିଗ୍ବଳୟରେ ଗୋଟେ ରାଜବାଟୀର ଗୋଟେ ପିଲର ପାଖରେ ଗୋଟେ ସ୍ତମ୍ଭ ଉପରେ ଗୋଟେ ନାରୀଟିଏ ବସିଛି ଏବଂ ତା କୋଳରେ ଗୋଟେ ଶିଶୁ ରହିଛି। ମୋର ମନେ ହେଲା ଯେ ସେ ଶିଶୁଟି ହଉଛି ଏଇ ଲେଖକ। ମୁଁ ତାଙ୍କ ବିଷୟରେ ସେତେବେଳେ 12-13 ବର୍ଷର ଝିଅ। ମୁଁ ସେତେବେଳକୁ ସେ ନୂଆ ବୋଧହୁଏ ଆଶ୍ରମ ଯାଇଛନ୍ତି। ମୁଁ ତାଙ୍କୁ ଏତେ ଜାଣିନି ବି, ତାଙ୍କ ବହି ବି କେବେ ପଢିବାର ସୁଯୋଗ ପାଇନି। ମୁଁ ତ ମୋର ଆଡଭେଞ୍ଚର ଷ୍ଟୋରିରେ ବ୍ୟସ୍ତ। ତାପରେ ଆଉ ସେ ନାରୀଟି ହଉଛି ମୁଁ। ଏଇ ଯେ ମୋ ମନ ଭିତରେ ରହିଲା ଗୋଟେ ଅଦ୍ଭୁତ ଶିହରଣ ଖେଳିଗଲା। ଜୀବନ ଯାତ୍ରା ଆରମ୍ଭ ହେଲା, ପାଠ ପଢିଲି, ମୋର ବିଭାଘର ହେଲା, ଘର ସଂସାର କଲି। କିନ୍ତୁ ମଝିରେ ମଝିରେ ମୋର ପଢାପଢି ଯେହେତୁ କରିବାର ବହୁତ ଅଭ୍ୟାସ ଥାଏ, ମଝିରେ ମଝିରେ ମୁଁ ଯେତେବେଳେ ତାଙ୍କ ନାଁଟା ଦେଖେ, ମୋର ଏଇ ପୂର୍ବ ସ୍ମୃତିଟି ଜାଗି ଅଛି। ମୁଁ ପଢିଲି, ମୋର ଚେତନା ସବୁଆଡୁ ମୁଁ ଧୀରେ ଧୀରେ ବଢି ଉଠିଲି।
धीरे धीरे जेତେବେଳେ ତାଙ୍କର 75 ମସିହାରେ ମୁଁ ମାଙ୍କର ଏଇ ମାଙ୍କ ଦୟାରୁ ମାଙ୍କ ଆଶୀର୍ବାଦରୁ ମୋ ମାଙ୍କ ଏଇ ପଥର ଯାତ୍ରୀ ହେଲି। ସେତେବେଳେ ମୁଁ ତାଙ୍କ ବହି ଅଧିକ ପଢିଲି। ଆଉ ଏଭଳି ଭାବରେ ଆଲୋଡ଼ନ ମୋ ଭିତରେ ସୃଷ୍ଟି ହେଲା ଯେ ଆପଣ ମାନେ ବିଶ୍ୱାସ କରିପାରିବେନି ଯେ ମୁଁ ମାନେ ମୁଁ ଆପଣମାନଙ୍କୁ ବର୍ଣ୍ଣନା କରିପାରିବିନି। ମୋର ରାତି ରାତି ବିତିଗଲା। ମୋ ଭିତରେ ଗୋଟେ ଏଭଳି ଜିନିଷ ରହିଲା ଯେ ମତେ ନିଦ ହେଲାନି। ମତେ ଖାଲି ସ୍ୱପ୍ନ 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 କେତେ ଜନ୍ମ ପରେ ଜନ୍ମ ଯେମିତି ଗୋଟେ ଆପଣଙ୍କର ସିନେମାର ରିଲ ଭଳିଆ ଘଟି ଯାଉଛି। ମୁଁ ଦେଖି 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 ଯାଉଛି। এইଭଳି ମୋର ଅବସ୍ଥା। ମୁଁ ଏକବାର ଆଚମ୍ବିତ। ମୋର ଭରପୁର ସଂସାର, ପିଲାମାନେ ବଢନ୍ତା, ପିଲାମାନେ ତାଙ୍କର ଶିକ୍ଷା ଦୀକ୍ଷା, ମୋ ସ୍ୱାମୀଙ୍କର ଚାକିରି, ମୋର ପରିବାର। କିନ୍ତୁ ଇଏ ମତେ ଏଭଳି ପ୍ରଚୋଦିତ କଲା ଯେ ମୁଁ ଆଉ ସେଥିରୁ ନିସ୍ତାର ହେଇପାରିଲିନି। ଯେତେ ପଣ୍ଡିଚେରୀ ଗଲି, ଜ୍ୟୋତ୍ସ୍ନାଥଙ୍କ ସାଙ୍ଗରେ ପ୍ରଥମ ପଣ୍ଡିଚେରୀ ଗଲି, ତାଙ୍କୁ ଦେଖିଲି। ପ୍ରଥମ ଥର ବି ତାଙ୍କର ଯୋଉ ମତେ ସାଇନ୍ ଦେଇଛନ୍ତି, ଯୋଉ ଏଇନା ଯୋଉ ପ୍ରଭାତ କହୁଥିଲେ କେଡେ ଅମାୟିକ, ସେ ସିଗ୍ନେଚର ଥିଲି, ମନୋଜ ଦାସ ଥିଲି, ରିଗାର୍ଡସ ଥିଲି, ୱିଥ ୱାର୍ମ ରିଗାର୍ଡସ ଆଜି ପର୍ଯ୍ୟନ୍ତ ମୁଁ ସାହିତ୍ୟ ରଖିଛି। ଏମିତି ବହୁତ ଦିନ ବିତିଗଲା ପରେ ଥରେ କଣ ହେଇଛି ନା ଏ ଜିନିଷ ଏତେ ବଢିବାରେ ଲାଗିଲା। ଦିନେ ମୁଁ ସ୍କୁଲରୁ ଆସିଛି, ସେତେବେଳେ ମୁଁ ଶ୍ରୀ ଅରବିନ୍ଦଙ୍କ ସ୍କୁଲ ଜଏନ କରିଥାଏ। ମୁଁ ସ୍କୁଲରୁ ଆସିଛି, ସ୍କୁଲରୁ ଆସିକି ପ୍ରଥମ 3:30 ବେଳେ ପହଞ୍ଚିକି ମୁଁ ଗୋଟେ ମ୍ୟାଗାଜିନ୍ ସ୍କୁଲରୁ ଆଣିଥିଲି, ଗୋଟେ ପୁରୁଣା ଇଂରେଜୀ ମ୍ୟାଗାଜିନ୍। ମୁଁ ତାକୁ ଜଷ୍ଟ ପଢିବା ପାଇଁ ଆରମ୍ଭ କରିଛି, ହଠାତ୍ ମୁଁ ସ୍ଥିର ହେଇଗଲି। ସାଙ୍ଗେ ସାଙ୍ଗେ ଗଲି, କଲମ ଆଉ କାଗଜ ବାହାର କଲି, ଆଉ ଲେଖିଲି। ମୁଁ ନିଜେ ବି ଜାଣିନି ମୁଁ କେମିତି ଲେଖିଛି। ସେଟା ମୋର ପ୍ରଥମ ଲେଖା। ମୁଁ ସେଟା ଲେଖିଲି ଏବଂ ଆପଣମାନେ ବିଶ୍ୱାସ କରିବେନି, ଯେମିତି ଗୋଟେ ଝରଣାରୁ ପାଣି ଝରିଯାଏ ସେମିତି ମୋ ଲେଖନୀରୁ ମାନେ ସେମିତି ଝରିଗଲା ଲେଖା ଗୁଡ଼ିକ। ମୁଁ ନିଜେ ଆଚମ୍ବିତ। ସ୍କୁଲ ଫେରିଗଲି। ତା ପରଦିନ ଯେତେବେଳେ ଟାଇମ ପାଏ ସେତେବେଳେ ମୁଁ ଯାଇକି ମୋର ଲେଜର ଆୱାରରେ ବସି ତାକୁ ଲେଖେ। ଏମିତି ହଉ ହଉ ଦିନେ ପଣ୍ଡିଚେରୀ ଯାଇଥାଏ। এই କଥାର ମୁଁ ଆପଣଙ୍କୁ ଟିକେ ମୁଁ ସାଙ୍ଗେ ସାଙ୍ଗେ ସାରିଦେବି, କାହିଁକିନା ସମୟ ଅଭାବ ଅଛି। ମୁଁ ଯାଇଛି ଫେବୃଆରୀ 29 ତାରିଖ ଦିନ 2000 ମସିହା ଆଲୋକର ଦିବସ ରାତି 3ଟାରୁ ଉଠିକି ଯୋଉ ଗ୍ରୁପରେ ମୁଁ ଯାଇଥିଲି, ମୁଁ ଯାଇଛି ଏଠାକୁ ଅରଗିରିକୁ ଯାଇଛି, ଗ୍ୟାଲେରୀରେ ବସି କେତେ ପାହାଚ ପଡିଛି ମୁଁ ବସିଛି। ହଠାତ୍ କଣ ମୋର ମନ ହେଲା, ମୁଁ ସେ ଜାଗାରୁ ମୋ ସାଙ୍ଗମାନଙ୍କ ପାଖରୁ ଉଠି ଆସିକି 2-3ଟା ପାହାଚ ଛାଡିକି ମୁଁ ଜଷ୍ଟ ମାନେ ଚାଲିଗଲି ଆଗକୁ ଯାଇକି ଯେତେବେଳେ ମୁଁ ମାନେ ଯାଉଛି ଦେଖିଲି ଗୋଛାଏ ରଜନୀଗନ୍ଧା ଫୁଲ ପୁରା ପଡିକି ରହିଛି। ମୁଁ ଫୁଲ ବହୁତ ଭଲ ପାଏ, ଆଉ ଏମିତି ବିପର୍ଯ୍ୟସ୍ତ ଅବସ୍ଥାରେ ଫୁଲର ଦୁର୍ଦଶା ମତେ ବଡ କଷ୍ଟ ଲାଗିଲା। ସବୁ ଗୁଡ଼ିକ ଗୋଟେଇକି ଆସିକି ମୋର ଭେନିଟି ବ୍ୟାଗରେ ରଖିଲି। ଗାର୍ଡେନ ହାଉସରେ ଥାଏ, ଗାର୍ଡେନ ହାଉସରେ ଆସିକି ଫୁଲ ଗୁଡାକ ସବୁ ଧୋଇଦେଲି। ଧୋଇ ଦେଇକି ଯେତେବେଳେ ମୁଁ ଫୁଲ ମା ଶ୍ରୀ ଅରବିନ୍ଦଙ୍କ ପାଖରେ ଦଉଛି, ମାଙ୍କ ଭିତରୁ ଗୋଟେ ସ୍ୱର ଆସିଲା, ଆଜି କହୁଛି, ସାହସ କରୁଛି କହିବାକୁ ଯେ ହି ୱାଜ ୟୋର ଚାଇଲ୍ଡ, ସେ ତ ପିଲା, ଜାଣିପାରୁନି। ମୁଁ ଏପରି ଚମକି ଗଲି। ତାପରେ ଲେଖାଟି ଶେଷ କରିକି ଯେତେବେଳେ ସାରଙ୍କୁ ଦେଲି, ମୁଁ ଏତେ ତାଙ୍କ ସହିତ ମୋର ମାନେ ଯଦିଓ ମତେ ବହୁତ ଅମାୟିକ ଯେମିତି ପ୍ରଭାତ କହିଛନ୍ତି, ଭବେଶ ଏବଂ ଇଏ ଆମର ପ୍ରଭାତ ବହୁତ ଚମତ୍କାର ଭାବରେ ବର୍ଣ୍ଣନା କରିଛନ୍ତି। ମୁଁ ଯେତେବେଳେ ତାଙ୍କୁ ଖାଲି ହିଣ୍ଟ ଦେଇଥିଲି ଯେ ମୋର ଏମିତି ଠିକ ଏକ୍ସପିରିଏନ୍ସେସ୍ ହଉଛି, ମତେ କହିଲେ ଆପଣ ଲେଖିକି ଦିଅନ୍ତୁ। ମୁଁ ଯେତେବେଳେ ଲେଖିକି ତାଙ୍କୁ ଦେଲି, ମୁଁ ଲେଖିକି ଦେଇକି ଚାଲି ଆସିଲି। ତାପରେ ସେ କଣ କରିଛନ୍ତି ନା ରାତିରେ ତାକୁ ପଢିଛନ୍ତି ଏବଂ ରାତିରେ ପଢିକି ମୁଁ ଯୋଉ ଗେଷ୍ଟ ହାଉସରେ ରହିଥିଲି ତାର ଯିଏ କେୟାରଟି କରିଥିଲେ ତାଙ୍କୁ ଫୋନ କରିଛନ୍ତି ଏବଂ ଫୋନ କରିଛନ୍ତି ଦେଇକି କହିଛନ୍ତି ତାଙ୍କୁ କୁହନ୍ତୁ କାଲି ସକାଳ 6ଟାରେ ମତେ ଆଶ୍ରମରେ ଦେଖା କରିବେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଁ 5:45ରୁ ଯାଇଛି କିନ୍ତୁ ତାଙ୍କ ଦେଖା ଆଉ ପାଇନି। ମୁଁ ବହୁତ ଖୋଜିଛି, ତାଙ୍କୁ ପାଇନି। ହୁଏତ ସେ ସମୟଟା ସେ ମୁହୂର୍ତ୍ତ ନଥିଲା ଯେତେବେଳେ 8ଟା ବେଳେ ମୁଁ ପୁଣି ଦର୍ଶନ ପାଇଯାଏ। ସେ ବାହାରକୁ ଆସିଛନ୍ତି, ମୋ ଭିତରକୁ ପଶୁଛି। ଆଜି ବି ମୁଁ କହିଲା ବେଳକୁ ଅତ୍ୟନ୍ତ ଶିହରିତ ପୁଲକିତ ଅନୁଭବ କରୁଛି। ମୋର ହାତ ବି ତାକୁ ଧରି ପକେଇକି କହିଲେ, ଆପଣଙ୍କର ଏତେ ବଡ ମାତୃହୃଦୟ, ସ୍ୱୀକୃତି ଯୋଉ ସେ ମତେ ଦେଇଥିଲେ ମୁଁ ସେଟା କେବେ ହେଲେ ଭୁଲି ପାରିବିନି। ଶେଷ ପର୍ଯ୍ୟନ୍ତ ବି ସେ ସ୍ୱୀକୃତି ଥିଲା। ଗତ ଏଇ ଅକ୍ଟୋବର ମାସରେ 2 ବର୍ଷ ହବ, 20 ବର୍ଷ ପରେ ଆଉ ଗୋଟେ ଅନୁଭୂତି ମୋର ଆସିଥିଲା, ଯାହାକୁ ମୁଁ ତାଙ୍କୁ କହିବାକୁ ଯଦିଓ ମୁଁ ମଝିରେ ମଝିରେ ଫୋନ କରି କେବେ କହିବାକୁ ସାହସ କରିନି। ଅକସ୍ମାତ ମୋ ପାର୍ଟିରୁ ଦିନେ ବାହାରି ପଡିଲା, ଅଳ୍ପ କିଛି ବାହାରିଛି। ସେ ସାଙ୍ଗେ ସାଙ୍ଗେ ମତେ କହିଲେ
ମତେ ତ ସେ ଦେବୀ ଛଡା କିଛି ଡାକନ୍ତିନି, ସବୁ ନାରୀ ମାନଙ୍କୁ ମୁଁ ତାଙ୍କଠୁ ସବୁଥିରେ କନିଷ୍ଠ। ଏତେ ସମ୍ମାନ, ଏତେ ଶ୍ରଦ୍ଧା କୌଣସି ଲୋକ ପାଖରେ ମୁଁ ଦେଖିନି। ସେଥିପାଇଁ ମୋ ପାଇଁ ପୃଥିବୀର ସେ ଶ୍ରେଷ୍ଠ ବ୍ୟକ୍ତି। ଯଦି କିଏ ମତେ ଯଦି ପଚାରେ ମୁଁ କହିବି କି ଯେ ଯଦି ମୁଁ କାହାକୁ ପ୍ରକୃତରେ ମାନେ ଏକବାର ହୃଦୟ ଭିତରୁ ଭଲ ପାଏ, ସବୁବେଳେ ସେ ମୋ କୋଳରେ ରହିଛନ୍ତି, ମୋ ହୃଦୟ ଭିତରେ ରହିଛନ୍ତି। ଖାଲି ସେ ହଉଛନ୍ତି ସେ ମତେ ସାଙ୍ଗେ ସାଙ୍ଗେ କହିଲେ ଆପଣ ନିଶ୍ଚୟ ମତେ ଲେଖିକି ଦେବେ। ମୁଁ ତ ଲେଖିକି ଦେଲି। ଲେଖିକି ଦେଲା ପରେ ସେ ମତେ ଦିନେ ପରେ ସାଙ୍ଗେ ସାଙ୍ଗେ ଚିଠିଟି ପାଇବା ପରେ ମତେ ଫୋନ କଲେ। ସେ 2-3ଟା କଥା କହିଲେ, ମୁଁ ଏଠି ଆପଣ ମାନଙ୍କୁ କହୁନି, କାହିଁକି ନା ଏତେ ଗୁହ୍ୟ ଜିନିଷ ମଣିଷର ସ୍ଥୂଳ ଚେତନା ବା ସାଧାରଣ ଚେତନା ଭାରି କୌତୁହଳରେ ହୁଏ ସବୁ ଜିନିଷ ଜାଣିବାକୁ। ତାତ୍ତ୍ୱିକ ଆଲୋଚନା ଅପେକ୍ଷା ଏଇ ସବୁ ଏକ୍ସପିରିଏନ୍ସକୁ ସେ ତାର ନିଜର ମନର ରୂପରେ ଛାଞ୍ଚ ଦେଇକି ନାରାୟଣ କଳ୍ପନା କରେ। ତେଣୁ ଲାଷ୍ଟ ହଉଛି ଯେତେବେଳେ ତାଙ୍କ ଦେହ ଖରାପ ଶୁଣିଲି, ଏମିତି ବି ସେଦିନ ସେ ହସ୍ପିଟାଲାଇଜ ହଉଛନ୍ତି, ମୁଁ ଫୋନ କରୁଛି, ମତେ ସେ ଫୋନରେ ଉତ୍ତର ଦଉଛନ୍ତି ଯେ ମୁଁ ସୁସ୍ଥ ନାହିଁ, ମୁଁ ଏଡମିଟ ହଉଛି। ସେଠୁ ମୁଁ କହିଲି ସରି ସାର୍। ସେଠୁ ମତେ ସାଙ୍ଗେ ସାଙ୍ଗେ କହିଲେ କାହିଁ ସରି କହୁଛନ୍ତି। ତାପରେ ମୁଁ ଯେତେବେଳେ ପ୍ରାର୍ଥନା ମୋର ଆରମ୍ଭ କଲି, ସେଇଟା କହିକି ଶେଷ କରିବି ଆଜି ଯେ ସମସ୍ତେ କହୁଛନ୍ତି ସାର୍ ଚାଲିଗଲେଣି, ସାର୍ ବିଲକୁଲ ଯାଇନାହାନ୍ତି। ସାରଙ୍କର ଫିଜିକାଲ ପ୍ରେଜେନ୍ସ ଆମେ ଅନୁଭବ କରୁନୁ, କିନ୍ତୁ ସେଇ ପୃଥିବୀ ବାତାବରଣରେ ରହିଛନ୍ତି। ପ୍ରତି ମୁହୂର୍ତ୍ତରେ ଆମେ ତାଙ୍କୁ ଚାହିଁଲେ ଅନୁଭବ କରିପାରିବା। ମୁଁ ଯେତେବେଳେ ପ୍ରେୟାର ତାଙ୍କ ପାଇଁ ଆରମ୍ଭ କଲି, ମୁଁ ଏମିତି ମୋର ଗୋଟେ ଭାବ ଜଗତରେ ସେ ଦେଦୀପ୍ୟମାନ ସବୁବେଳେ। ତେଣୁ ମୁଁ ସବୁବେଳେ ସନ୍ଧ୍ୟାର ଗୋଟେ ନିର୍ଦ୍ଦିଷ୍ଟ ସମୟରେ ମାଙ୍କର ଗୋଟେ ବଢିଆ ମ୍ୟୁଜିକ ବଜେଇକି ମୁଁ ମୋର ଭାବ ଜଗତରେ ତାଙ୍କ ପାଖରେ ଯାଇକି ପହଞ୍ଚେ। ସେ ପୁରା ଶାନ୍ତ ସମାହିତ ହେଇକି ଶୋଇଥାନ୍ତି। ମୁଁ ତାଙ୍କ ଆଣ୍ଠୁ ମାଡ଼ିକି ତାଙ୍କ ପାଦ ତଳେ ବସେ, ମୁଣ୍ଡ ଦିଏ। କିନ୍ତୁ ପ୍ରେୟାର କରିବାକୁ ତାଙ୍କ ଫଟୋରେ ମତେ ଦେଖାଯାଏ ମା ଶ୍ରୀ ଅରବିନ୍ଦଙ୍କର ବିରାଟ ବଡ ଫଟୋ। ମୁଁ ପ୍ରେୟାର କରିବାକୁ ଯେତେବେଳେ ଆସେ, ମୋର ଏ ସ୍ଥୂଳ ମନଟି ଯାହା ସାଧାରଣ ଭାବରେ ଆମେ ପ୍ରେୟାର କରିଥାଉ ସେମିତି ଆସେ, ମା ଶୀଘ୍ର ସାରଙ୍କୁ ଆପଣ ଭଲ କରନ୍ତୁ। ଏମିତି ପ୍ରାର୍ଥନା ମୁଁ କରିଛି। ହଠାତ୍ ଗୋଟେ ଭଏସ ଶୁଭିଲା ଯେ ସେ ବର୍ତ୍ତମାନ he is undergoing through a great ordeal. Please don't disturb him. Please don't disturb him. You pray but not for his health. ମୁଁ ଏଥର ମାନେ ଶକ୍ ହେଇଗଲି। ଆଉ ସେଇ ଦିନରୁ ପ୍ରତିଦିନ ମୁଁ ସେଇଠି ପ୍ରାର୍ଥନା କରିବି। ଧୀରେ ଧୀରେ ପ୍ରାର୍ଥନା ସାରିକି ତାଙ୍କ ପାଦ ତଳେ ମୁଣ୍ଡିଆ ମାରିକି ମୁଁ ତାଙ୍କ ମୁଣ୍ଡ ପାଖକୁ ଯିବି, ତାଙ୍କ ମୁଣ୍ଡକୁ ଆଉଁସି ଦେବି, କପାଳକୁ ଆଉଁସି ଦେବି। ସବୁବେଳେ କହିବି ମୁଁ କେବେ ଆପଣଙ୍କ ସେବା କରିବି। ଏଇ ହଉଛି ମୋର ପ୍ରକୃତ କଥା। ମୁଁ ଆଜି ଆପଣଙ୍କୁ ଜଣେଇଲି, ଭାବିନଥିଲି କହିପାରିବି ବୋଲି, କାହିଁକି ନା କାଲିଠୁ ମତେ ଯଦିଓ ବିଷଣ୍ଣ ଲାଗୁନଥିଲା, କିନ୍ତୁ ମୋ ଭିତରେ ଏତେ ବର୍ଷର 6 ଦଶନ୍ଧି ପାଖାପାଖି ମୋର ହୃଦୟଟି ଏପରି ପରିପୂର୍ଣ୍ଣ ଥିଲା ତାଙ୍କର ପ୍ଲାବନରେ, ପବିତ୍ର ପ୍ଲାବନରେ, ଯେ ମୁଁ ମାନେ କହିପାରିବି କି ନାହିଁ। ଆଜି ଯେତେବେଳେ ରୀତା କହିଲେ ଆଉ ଇଏ କହିଲେ ତାକୁ ଯୋଉ ଆମର ମତେ ଗଳା ବାଷ୍ପାୟିତ ହେଇଯିବ, ମୁଁ କହିବି କଣ। ମୁଁ ଯଦି ଏତେ ଇମୋସନାଲ ନୁହଁ, କିନ୍ତୁ କାଲି ମୋର ସାଙ୍ଗ ବିଳମ୍ବିତ ରାତ୍ରିରେ ଗୋଟେ ମେସେଜ ମତେ ପଠେଇଛି। ସେ କିଛି ଜାଣିନି ଏ ବିଷୟରେ, କିନ୍ତୁ ମତେ ଗୋଟେ ଏସଏସ୍ ପଠେଇଛି। ଏଟା ବୋଧହୁଏ ସମ୍ଭବତଃ ଗଡ୍ସ ଲେବରର ଓଡିଆ ଅନୁବାଦର କିଛି ଅଂଶ। ମୁଁ ତାର ଓଡିଆ ଅନୁବାଦଟା ଜାଣିନି, କିନ୍ତୁ ଗଡ୍ସ ଲେବରଟା ମୋର ଭାରି ପ୍ରିୟ କବିତା। ମୁଁ ତେଣୁ ସେଟା ପଢିକି ଆପଣ ମାନଙ୍କୁ ଶେଷ କରୁଛି। ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ, ବାରି ବାରି ପଦଚିହ୍ନ ଏ ବିସ୍ମୃତ ତିମିର ଶିବିରେ। ବେନି করে ଆଣିଥିବି ସେଦିନ ମୁଁ ଆବରି ଯତନେ, ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା ସଦନେ। ବେନି করে ଆଣିଥିବି ସେଦିନ ମୁଁ ଆବରି ଯତନେ, ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା ସଦନେ। କବିଙ୍କ ହୃଦୟ ମଧ୍ୟରେ ସେ ଶାନ୍ତ, ସମାହିତ ଏବଂ ଚିର ଦେଦୀପ୍ୟମାନ। ନମସ୍କାର ସାରଙ୍କୁ, ନମସ୍କାର ସାର୍। ସବୁ ଶୁଣୁଥିବେ ଆମ ମାନଙ୍କର କଥା, ଆପଣ ମାନେ ଭାବୁଛନ୍ତି ସେ ଶୁଣୁନଥିବେ, ସବୁ ଶୁଣୁଥିବେ। ବହୁତ ଧନ୍ୟବାଦ ସଂଯୁକ୍ତା, ବହୁତ ଧନ୍ୟବାଦ। ଅଶେଷ ଅଶେଷ ଧନ୍ୟବାଦ ଅପା। ବର୍ତ୍ତମାନ ଆମେ ପୁଣି ଥରେ ସେହି ଚିର ନମସ୍ୟ ଅତିମାନସ ପଥର ଯାତ୍ରୀ
ଯାତ୍ରୀ ୱାର୍ଲଡ ଅଫ ଶ୍ରୀ ମନୋଜ ଦାସଙ୍କ ବିଷୟରେ ଆଉ ଥରେ ଶୁଣିବା ମାତୃଭବନ କଟକରୁ ପ୍ରସାଦ ତ୍ରିପାଠୀ ଆମ ସମସ୍ତଙ୍କର ପ୍ରିୟ ବାବୁଲି ଭାଇଙ୍କ ମୁହଁରୁ। ବର୍ତ୍ତମାନ ମୁଁ ଭାଇଙ୍କୁ ଅନୁରୋଧ କରିବି ସେ ତାଙ୍କ ଆଲୋଚନା ରଖିବେ। ଭାଇ। आदरणीय भौणी माने एवं श्रद्धेय भाई माने हठात एमती एक अवस्था आम सम्मुखीन हेबा एवं से संपर्क रे किछि आलोचना करिबा एथिपे कोनोसी बिना मानसिक प्रस्तुति रे आम सब आज एकाठी हेछु। आज सकाळे ही मु जानिली आपमनकर समवेत आयोजन एवं मत रणजीत राउरकेला फोन रे प्रश्न कला आप आसबे कि कहली मु तो मो पार्चक थी सर सागे सागे जॉइन करी से भी है गोटे मिनिट पूर्व मोर पार्चक सरला से पार्चक मनोज संपर्क आलोचना थिला। भाई भौणी माने मो पूर्व जो सरोजपा प्रभात भाई एवं आउ प्रथम भवेश एम सब जहाँ आलोचना कर शुणी शरदपार टिके नक शशिक अल्प टिके शुणी तेणु किसी हे तो पुनरावृत्ति हो पारे कथार तथे जहाँकर मत सहे मोर गोटे बड़ सौभाग्य जानुरी गत जानुरी 23 तारिख दिन मु एक पारिवारिक कार्य मद्रास जाए चेन्नई जाए मु सुजोग नेली सेठू सीधा पंडित जी जाई पूज्य मनोज दास को साक्षात करिया एवं मुझे पहुंचली नवज्योति नवज्योति से जयंती साहे क्वारंटाइन रे कहला मु तो जा प्रश्न नहीं मु तो क्वारंटाइन अच्छी आपन सलिला आपको फोन करूँ नचेत यदि संभव हो अशोक तो मोर अति घनिष्ठ बंधु अशोक को फोन कली अशोक कहला तुम अपेक्षा कर मु जाऊँगी किंतु मात्र जड़े ही जापर मो सांगे आउ जन बंधु था कहले हाँ सी नगले चलो मु ही जीवी तापर सी आसिले आम पहुंचलु मनोज पाखे आश्रम नर्सिंग होम रे एवं सांगे गोटे निर्दिष्ट दूरत्व थाए उभय कारण दूरत्वर कारण सिया जहाँ समस्त भावती जे गोटे तुंग अत्यंत तुंग एक व्यक्तित्व निकट संभ्रमता स्वाभाविक भाव कुआड़ माड़ी आसे तेणु खूब निकट पाखे पहुंचवा दूरत्व रक्षा मो गोटे सब भल लगे मुझे दूरत्व थी सब कथा हुए एवं गोटे निर्दिष्ट दूरत्व पाद पाखर थी समग्र समय अध घंटा प्राय थी समग्र समय मो हाथ जोड़ी ठिया मुह को चाहिए माँ को ही स्मरण कर केवल माँ को स्मरण कर किंतु आश्चर्य कथा से बेड रे शोई अध घंटा काल से मो संग कथा है मु कौन उत्तर देनी से कही कही चलता आ जहाँ सब बेसी समय कहले निकट जो प्रकाशित बही श्री अरविंद लाइफ एंड टाइम्स ऑफ द महायोगी द प्री पंडिचेरी फेज निकट प्रकाशित होती से बही से संपर्क को विशिष्ट व्यक्ति मैंने कौन कौन मत दे सारे एत अल्प दिन भितर बही बाहर बाहर एवं से कौन कौन मत देते कई कहती मेमोरी फेल कर तो काबा हो गली मुझे ना मन रखिनी किंतु भारत वर्षर विशिष्ट दार्शनिक भारत बाहर विशिष्ट दार्शनिक दर्शन अध्यापक आउ सब किए से ना उच्चारण कर कौन कहते कहते
ମୁଁ ପରେ ଶୁଣିଲି ଯେ ଯାହା ଯାହା ବାହାରିଛି ସେ ତ ନିଜେ ପଢୁନଥିଲେ, ଜଣେ କିଏ ପଢିକି ଶୁଣେଇ ଦଉଥିଲେ ଏବଂ କିଏ ଲେଖିଛନ୍ତି ବୋଲି ତାଙ୍କ ନାଁଟା କହୁଥିଲେ। ସେ ଭାରି ଆଗ୍ରହରେ ସବୁ ଶୁଣୁଥିଲେ ଏବଂ ସବୁ କଥା ସ୍ମରଣ ରଖିଥିଲେ। ମୋର ମନେ ପଡିଲା କିଛି ଦିନ ମାନେ କେତେ ବର୍ଷ ତଳର କଥା, ହେଇଗଲାଣି 10-15 ବର୍ଷ ତଳ। ଗୋଟେ ଏକ୍ଜାକ୍ଟ କୋଉ ବର୍ଷ ସେ ବର୍ଷଟା ମନେ ନାହିଁ, କିନ୍ତୁ ସେ କଟକ ମାତୃଭବନରେ ଗୋଟେ ସଭା ହଉଥାଏ। ସେ ସଭାରେ ସେ ବଡ ବିଲ୍ଡିଂ ର ଫାର୍ଷ୍ଟ ଫ୍ଲୋର ର ଗୋଟେ ହଲରେ ମିଟିଂ ହଉଥାଏ। ବଡ ଇଣ୍ଟରେଷ୍ଟିଂ ଆରେଞ୍ଜମେଣ୍ଟ କରୁଥିବୁ ଆମେ। ମଝିରେ ହଲ୍ ମଝିରେ ସେ ବସିବେ, ସରୁଆ ଲମ୍ବା ହଲଟେ, ଏବଂ ଉଭୟ ପଟେ ଶ୍ରୋତା ମାନେ ବସିବେ ଏବଂ ସେମାନେ ପ୍ରଶ୍ନ କରିବେ, ମନୋଯୋଗ ତାର ଉତ୍ତର ଦେବେ। ମୁଁ ତାଙ୍କ ପାଦ ପାଖେ ବସିଥାଏ, ଆଗରେ ଗୋଟେ ଗ୍ଲାସରେ ପାଣି ରଖିଥାଏ। ସେ ପ୍ରଶ୍ନ ଉତ୍ତର ଶୁଣୁଥାନ୍ତି, ଉତ୍ତର ଦଉଥାନ୍ତି, ମଝିରେ ଟିକେ ଟିକେ ଢୋକେ ଢୋକେ ପାଣି ପିଉଥାନ୍ତି। ମୁଁ ପାଣି ପାଇଁ ଚାହିଁଲେ ମୁଁ ଗ୍ଲାସଟା ବଢେଇ ଦିଏ, ପାଣି ପିଇକି ହାତରେ ଗ୍ଲାସଟା ଫେରିଦିଏ। ହଠାତ୍ ଗୋଟେ ଚାଣ୍ଡାଳଟି କି ଗୋଟେ ଅତ୍ୟନ୍ତ ଅବାନ୍ତର ପ୍ରଶ୍ନଟେ କଣ କଲା। ମୁଁ ଗୋଟେ ବିରକ୍ତ ହେଇ ତା ମୁହଁକୁ ଚାହିଁଲି, ମୁଁ କହିଲି କି ପ୍ରଶ୍ନ ପଚାରୁଛନ୍ତି। ତାପରେ ଆଉ କିଏ ପ୍ରଶ୍ନ ପଚାରିବାକୁ ଚାହୁଁଥିଲେ। ହଠାତ୍ ସେ ମନୋଯୋଗ ଚାହିଁଲେ ଗ୍ଲାସ ଆଡକୁ। ମୁଁ କହିଲି ପାଣି ପିଇବେ କି? ନା ହଁ ଦିଅ। ମୁଁ ଗ୍ଲାସଟା ଦେଲି, ପାଣି ପିଇଲେ। ପିଇ କହିଲେ ସବୁ ତ ପାଣି ମୁଁ ପିଇଛି। ହଁ ଆପଣ ତ ପିଇଛନ୍ତି। କାହିଁକି କହିଲେ ଚାଲ ଯିବା। ମୁଁ କହିଲି ଏତେ ସମୟ ହେଲା ଆଲୋଚନା ହେଲାଣି, ବହୁତ ସମୟ ଧରି କଥାବାର୍ତ୍ତା ହଉଛନ୍ତି, ତେଣୁ କ୍ଳାନ୍ତ ଲାଗୁଥିବ ବୋଧେ, ଯିବା। ମୁଁ କହିଲି ଚାଲନ୍ତୁ। ମୁଁ କହିଥାଉ, ଆଉ ଆଜି ଏତିକି ରଖା ଶେଷ ହେଲା। ଆଉ 45 ମିନିଟ୍ ସେତେବେଳେ ହେଇଥାଏ। 45 ମିନିଟ୍ ବି ସେ ପ୍ରାୟ ଟାର୍ଗେଟ ରଖନ୍ତି। 45 ମିନିଟ୍ ଘଣ୍ଟା ଭିତରେ ଖୁବ ବେଶୀ ତାଙ୍କର ଆଲୋଚନା ରଖନ୍ତି। ତେଣୁ ଯଦି ବା କ୍ଳାନ୍ତ ଅନୁଭବ କରୁଥିବେ, କିଛି ଅସ୍ୱାଭାବିକ ନୁହଁ, ଯିବା। ବାହାରକୁ ଆସିଲୁ, ସାଙ୍ଗେ ସାଙ୍ଗେ ସେ ଚପଲଟା ଦେଖୁଛନ୍ତି, କିନ୍ତୁ ଜାଣିପାରୁନି। କହିଲି ଆପଣଙ୍କ ଚପଲ ପୁରା ପିନ୍ଧିକି ସିଡି ବାଟେ ଓହ୍ଲେଇକି ତଳକୁ ଚାଲି ଆସିଲୁ। ସେଠୁ ସାଙ୍ଗେ ସାଙ୍ଗେ କହିଲେ ଏଇଟା କୋଉ ଜାଗା? କାଭାଇ ପ୍ରଶ୍ନ ମାତୃଭବନ ସ୍କୁଲ ବିଲ୍ଡିଂ ଟା। ନା ଏଇଠି ମୁଁ କେତେବେଳେ ଆସିଲି? ମୁଁ କହିଲି ଆପଣ ଆସିଲେଣି 35 ଘଣ୍ଟା ପୂର୍ବରୁ। ଆପଣ ଏଇଠି ଆଲୋଚନା କଲେ। ନା କଣ ଆଲୋଚନା କଲି ମୁଁ ତ କାହିଁକି କିଛି ମନେ ପଡୁନି। ମୁଁ ହଠାତ୍ କାଭାଇ ଗଲି, ଏପରି କଣ କହୁଛନ୍ତି? ମୁଁ କହିଲି ସାର୍ ଆପଣଙ୍କର ଏଠି କ୍ୱେଶ୍ଚିନ୍ ଆନ୍ସର ଥିଲା ଆପଣଙ୍କର। ନା କାହିଁ କଣ କହିଲ, ମୁଁ ତ କାହିଁ କିଛି ମନେ ପକେଇ ପାରୁନି। ତାପରେ ମୋ ରୁମକୁ ଆସିଲେ, ମୋ ରୁମରେ ବସିଲେ ଏବଂ ପ୍ରାୟ 15-20 କି 25 ଥର ଖଣ୍ଡେ ପଚାରୁଛନ୍ତି କଣ ଆରମ୍ଭରୁ ସକାଳ ହେଇଥିଲା ମତେ କହିଲେ। ମୁଁ କହିଲି ମୁଁ ଗଲି ଆପଣଙ୍କୁ ଗେଷ୍ଟ ହାଉସରେ ସାକ୍ଷାତ କଲି। ହଁ ମନେ ଅଛି। ମୁଁ କହିଲି ଗେଷ୍ଟ ହାଉସରେ ଆପଣ କହିଲେ କେତେବେଳେ ବାହାରିବା? ହଁ ମନେ ଅଛି। ମୁଁ କହିଲି ନେଇକି ଆସିଲି ଆପଣଙ୍କୁ। ଆପଣଙ୍କର ଏଠି ଯିଏ ଅଛନ୍ତି ପ୍ରତିଜ୍ଞା, ଆପଣଙ୍କ ଭଉଣୀ ବିଜୟିନୀ ଅପା, ତାଙ୍କ ଘରେ ଛାଡିଦେବା ପାଇଁ କହିଲେ। ହଁ ନା ବିଜୟିନୀ ଘରେ ତ ମୋର ପହଞ୍ଚି ସେଠି ମନେ ଅଛି। ତାପରେ ତ ସେଠୁ ଆସିକି ଏଠି ପହଞ୍ଚିକି ନା ଆଉ ମନେ ପକେଇ ପାରୁନି, କିଛି ମନେ ପକେଇ ପାରୁନି। ସେ ଯେମିତି ଏମିତି କହିଲେ, ଆମେ ସବୁ ବଡ ଆତଙ୍କିତ ହେଇଗଲୁ। କଣ ହେଲା? ପ୍ରାୟ 45-50 ମିନିଟ୍ କି ଘଣ୍ଟାଟେ ସମ୍ପୂର୍ଣ୍ଣ ଡିଲିଟ୍ ହେଇଗଲା ମେମୋରି କେମିତି। ସେଠୁ ଇମିଡିଏଟଲି ପୁଣି ଡିଲିଟ୍ ହେଇଛି। ମୁଁ ତାଙ୍କ ସାଙ୍ଗେ ଫୋନ କଲୁ। ଯେତେକ ଆମର ଡକ୍ଟର ସବୁ ତ ବହୁତ ଅଛନ୍ତି, ସମସ୍ତେ ଆଜି ପହଞ୍ଚିଗଲେ ଏବଂ ସବୁଠାରୁ ବେଷ୍ଟ ଯାହା ଟେଷ୍ଟ ହେବା କଥା, MRI ଠୁ ଆରମ୍ଭ କରି ବ୍ରେନ ସ୍କାନିଂ ଫ୍ୟାନିଂ ସବୁ କରି ଦେଖାଗଲା ଯେ ସମସ୍ୟା କିଛି ନାହିଁ, କେବଳ ଡିହାଇଡ୍ରେସନ, ଅର୍ଥାତ୍ ପାଣି ପିଇବା ଟିକେ କମିଯାଇଛି। ପାଣି ପିଇବା କମ ଯୋଗୁଁ ଏମିତି କିଛି ହେଇଛି। ସେମାନେ ଡାକ୍ତରଙ୍କ ଯାହା ଫାଇଣ୍ଡିଙ୍ଗସ୍ ହେଲା। କିନ୍ତୁ ସେଇ ସମୟର ପୁରାଟା ଭିଡିଓ ମୁଁ ତାଙ୍କୁ ଦେଇଥିଲି। ସେଦିନ ଯେତେବେଳେ ପୁରା ଲାଇନ ବାଇ ଲାଇନ କହିଲା ଭଳିଆ ମନେ ପକେଇ କହୁଥାନ୍ତି, ଏଇନା ସେ ବ୍ୟକ୍ତି ଯେ ଗୋଟେ ସମୟରେ ଟୋଟାଲ ତାଙ୍କ ମେମୋରି ଡିଲିଟ୍ ହେଇଯାଇଥିଲା ଏବଂ ତାପରେ ଏଇ ଶାରୀରିକ ଅସୁସ୍ଥତା ଭିତରେ ମଧ୍ୟ କେତେ ମନେ ରଖି ସବୁ କଥା କହୁଛନ୍ତି। ଭାଇ ଭଉଣୀ ମାନେ, ଗୋଟେ ବ୍ୟକ୍ତିତ୍ୱ ଯାହାର ଉଚ୍ଚତା ମାପି ହବନି, ଯାହାର ଗଭୀରତା ମାପି ହବନି, ଯାହାର ଦୈର୍ଘ୍ୟ ପ୍ରସ୍ଥ କିଛି ବି ମାପି ହବନି, କୌଣସି କଳନା କରିହବନି, ଏଭଳି ଜଣେ ବ୍ୟକ୍ତିତ୍ୱ ମନୋଜ ଦାସ। ସିଏ
आम समस्त समग्र ओडिशावासी मातृ सन्तान मान बोधुए सबुठारु बेसी मूल्यवान संपत्ति से आम जो सहित मिशु एवं कथबार्ता करू सब बेले मोर गोटे प्रश्नोत्तर कार्यक्रम सहित करी साक्षात्कार बड़ी से गुड़े प्रश्न मुझे पचारि से प्रश्नर उत्तर एत बिफिटिंग एवं जे प्रश्नकर्ता से संतुष्ट भाव बाध्य कहीं कौन प्रकार से न थाए खुशी करने कहवा केवल प्रश्नकर्तार प्रश्नर समस्त उत्तर जो उत्तर की तार प्रश्न को ही संतुष्ट कर नुह व्यक्तित्व को नुह यही प्रकार से उत्तर देते मोर मन अच्छी छापी शांति अप्पा आस्पृहा मैगजीन शेष आर्टिकल गोटे था मु आस्पृहा कहूँ से समय एवं कहवा बाहुल्य मोर जो जिते श्रद्धा को यदि मापिबा आम से ओडिशा को बहुत भल पाऊँ मोर थे पंडिचेरी जाऊँ ट्रेन जने भद्रलोक सांगे जाऊँगी सी आमर मातृप्रेमी व्यक्ति नुह एमती जने आउ जने कि सहयात्री जने मुझे कहली से पचारे आप कौन कहले पंडिचेरी जाऊ कहले ट्रेन तो पंडिचेरी हाँ पंडिचेरी ट्रेन से तो अटक ना कौ पंडिचेरी जो पंडिचेरी मनोज अच्छा मनोज दास अच्छा आम कौन कहू कौ पंडिचेरी जो पंडिचेरी माँ शिवरविंद थे से तो माँ शिवरविंद जाना किंतु पंडिचेरी प्रसिद्ध कारण से मनोज दास अच्छा आपको यदि अन्य धारा चिंता करे गोटे स्थान परिचित हो जन व्यक्ति माध्यम गोटे स्थान परिचित हो माँ शिवरविंद लोक नुह निश्चय ना एक कथा आम कहबूनी से भी कही न था जो पंडिचेरी मनोज दास अच्छा कि मुझे कही सर यह ही हूँ आपणकर परिचय आपण गोटे स्थान परिचित हो कहले सी निर्बोध लोक कि चिन्ह जान आ गोटे थर मन अच्छी यहाँ खूब रिसेंटली जगतसिंहपुर रिलिफ सेंटर आम सुवर्ण जयंती पालन कर गत 2020 बोधे 19 बोधे एवं से जगतसिंहपुर क्वेश्चन आंसर कार्यक्रम रखा था पूर्व दिन गोटे मीटिंग से था जो मीटिंग सहित कौन जानी गोटे कौन उपाधि कार्यक्रम थाए सी उपाधि पाइले कि सी क्या देले पुरस्कार ये किसी एवं संपर्क जी लोक कहले से लोक मैंने ये हुए बहुत समय बड़ व्यस्त विरक्त करदे कहू मोर तापर दिन जगतसिंहपुर मीटिंग रे मनोज परिचय देवार अच्छे मुझे संतर्पण हो गली कारण ये 8-10 लोक परिचय सब दौरान केते कथा कहते प्लीज थाऊ से थाऊ एम कहते मझे मझे थाऊ से थाऊ आउ जन मोर आज्ञा 5 मिनिट सी जाए उठिक सी हिसाब से कल्चर डायरेक्टर कल्चर सेक्रेटरी एम सब जाए 5 मिनिट कहते जो जगतसिंहपुर मीटिंग रे ठिया परिचय देवाई मो आड़ को एकदम चाहिए एडेड आखिरे मुझे सर अल्प टी परिचय ना से सब बंद कर कौन से परिचय मुझे आपण भर किए सभा से निश्चय थे आर्टिस्ट जो शुणुच निश्चय थे तो जन मुझे बंद हो ना विरक्त नुह से चेयर में बस कहते विरक्त नुह ये घर लोक आगे कौन मो परिचय कर दौच निज परिवार घर लोक आगे मोर कौन परिचय कर यही हूँ परिचय आम केमी जीवन
आमे जो परिवार रे बर्तमान बंचुचु से परिवार से ही प्रकृत में मुरबी थे। जानकी प्रश्न कले बाबाजी प्रपत्ति चलीगला ओडिया माने मनोज पाख ही जाऊले बर्तमान क्या पाख जी बोल क्या पाख जी से जहाँ पाख गले पाख किसी समस्ते मनोज पाख जाऊले कारण समय जानी मनोज होती एक मध्यम से केबे क्लेम करना निजस्व व्यक्तित्व को जाहिर करने चेष्टा करना केबे समस्त को जिते आम मातृभवन हो ओडिशा कार्यक्रम हो जो विषय आलोचना कर सागर से प्रकारांतर कहती जो दायित्व तुम्हें नहीं से दायित्व तुम्हें मां को पाखरे ही समर्पित ही कर कारण आउ कहीं तुम्हें बाहर भाव नहीं तुमको साहाय्य कर जिते मातृभवन आसिले 25 वर्ष पर गोटे मीटिंग जोगदे से आरंभ कहले जे मु आप समस्त को 25 वर्षर प्रणाम कर कारण 25 वर्ष धरी आसी नथिले एप्रिल कॉन्फ्रेंस रे जो थर कहते शेष थरक तार 25 वर्ष पर पुणी थे आसिले कह एवं निजे बहुत बहुत बेसी खुशी हेले कार्यक्रम देखिले कहले एत कथा भितर बदली जाए जान नी सुंदर रूपे सुचारू रूपे सब परिचालना होती भारी खुशी लगे कि इंटरेस्टिंग हो से दिन सभा शेष में मालविका अपा दिन धन्यवाद देले से ठीक ताकू दोहरे कहले जे आपन को 25 वर्षर कृतज्ञता दो 25 वर्षर माने जते कृतज्ञता बाकी थिला 25 वर्षर प्रणाम जिते बाकी थिला एकाठी कले सेमती आपन को 25 वर्षर कृतज्ञता हम जणाउ भारी समस्ते मुग्ध होगी आगे शुणु था भाई भाई मैंने मनोजंकर साहित्य कृति संपर्क में आम भर सेमती कहीं ना जी मापी पार से संपर्क किसी आलोचना कर केवल एति आम समस्त भारी खुशी साहित्य गप पढ़ी बाहर कौटी आलोचना उदाहरण देवाई चेष्टा करूँ सब कहवाई चेष्टा करूँ मनोजंकर कौन गपर लिखिं कहीकि कहू कारण जेकोसी कहानी के आम नौ आमर जेकोसी भाषण रे एकदम विफिटिकली आम जोगदी कर मोर मन अच्छी गोटे सभारे थे प्रपत्ति साहब बसे गोटे स्कूल एकादश श्रेणी सब ऊपर क्लास था एकादश से पिला माने क्लास था अन्य सब क्लास छुट्टी कर दिया जाए एवं प्रपत्ति सागर मुझे बसिली कहली प्रसाद तमें आज अच्छे तुम कह पिला माने बस तुम कह मु कहे मीटिंग रे किंतु प्रपत्ति आगे केवे कहनी केवे मोटे हठात संकोच लगे मुझे सर आप ना तुम कह बच्चे तुम कही सारा मोर हठात मन पड़ा मनोज को लेखा कृष्ण कंस एवं से कृष्ण कंस पर बही गोटे कहानी छुट्टी बाहरी किंतु से कलिंग मैगजीन से कलमिस्ट माने बेले बेले गोटे गोटे स्तंभकार हिसाब से देखुले छोट छोट स्तंभ एवं कृष्ण कंस कहानी मुझे कलिंग पत्रिका ही पढ़ी मोर मन था मुझे कहानी अविकल कहीदेली जमी कहीदेली संगे संगे पचारे आउ कौन ना सर आउ कह क्या लेखा यहाँ कहली मनोज दास लेखा कहले सर्ट बट स्वीट पर भी मन अच्छी कहले सर्ट बट स्वीट से लेखा को से गप को मुझे कहली मन अच्छी प्रपत्ति एकदम एत हृदय सहित भल पाइले से लेखा को जो कह मनुष्य जीवन को लेकिन से लेखा के चमत्कार लिखाई बहुत जगह मुझे देखी से कहानी की पिला माने विभिन्न जगह मीटिंग रे हो रचना रे हो सब उल्लेख करती किंतु खाली से लेखा नुह अनेक कहानी अच्छी
ମନୋଜଙ୍କର ଅନେକ କାହାଣୀ ଅଛି, ଯୋଉ ଗୋଟେ କାହାଣୀ ସାଇକୋଲୋଜିଷ୍ଟ ମନସ୍ତତ୍ତ୍ୱ ହସ୍ପିଟାଲ ଗୋଟେ ଡାକ୍ତରଖାନା ସେ ନିଜେ ଆସିଥିଲେ ଏବଂ ତାଙ୍କ ଗାଁକୁ ବହୁତ ଦିନ ପରେ ଗାଁକୁ ବୁଲିବାକୁ ଆସିଲେ। ଗାଁରେ ବୁଲିକି ଦେଖୁଛନ୍ତି ସମସ୍ତେ ତାଙ୍କୁ ଗୋଟେ ଗୋଟେ ବେମାରିଆ ଭଳିଆ ଲାଗୁଛନ୍ତି। ମନସ୍ତାତ୍ତ୍ୱିକ ଯୋଉମାନେ ମନସ୍ତତ୍ତ୍ୱର ଯୋଉମାନେ ସବୁ ଚିକିତ୍ସକ ସମସ୍ତେ ତାଙ୍କୁ ବେମାରିଆ ଲାଗନ୍ତି, ସମସ୍ତେ ବେମାରିଆ ଲାଗୁଛନ୍ତି। ସେ ସମସ୍ତେ ବିରକ୍ତ ହଉଛନ୍ତି, ଆମର ତ କିଛି ବେମାର ନେଇ, କିନ୍ତୁ କହୁଛନ୍ତି ତୋର ଏଇ ରୋଗ ଅଛି, ଏଇ ରୋଗ ଅଛି। ସଭା ସେଥିରେ ବହୁତ ଦିନ ପାଇଁ ଆସିଥିଲେ, ପ୍ରାୟ 15-20 ଦିନ ମାସେ ରହିବେ ବୋଲି ଆସିଥିଲେ। କିନ୍ତୁ ସେ 2-3 ଦିନ ପରେ ଫେରି ଯାଉଛନ୍ତି। ଫେରି ଯାଇକି ତାଙ୍କର ଯେ ଜୁନିୟର ଅଛି ସେ ହସ୍ପିଟାଲରେ, ସେ କାମ ସାର୍ ଆପଣ ବା ଯାଇଥିଲେ କିଛି ଦିନ ରହିବେ ବୋଲି। ନା ହଁ ଯେ ମୁଁ ପଳେଇ ଆସିବି, ତମେ ଟିକେ ମତେ ଚିକିତ୍ସା କରିବ କି? କଣ ହେଇଛି ନା ମୋର ବୋଧେ ଗୋଟେ କଣ ଡିଜିଜ ନା ମୋର ବୋଧେ ଏଇ ରୋଗଟା ହେଇଛି, କାରଣ ସମସ୍ତେ ସଂସାରରେ ସୁସ୍ଥ ଅଛନ୍ତି, ମତେ କଣ ଲାଗୁଛନ୍ତି ସମସ୍ତେ ଅସୁସ୍ଥ, ତେଣୁ ମୋର ବୋଧେ ଏଇ ରୋଗଟା ଅଛି। ଅର୍ଥାତ୍ କେତେ ଚମତ୍କାର ଭାବରେ ସେ କାହାଣୀରେ ବର୍ଣ୍ଣନା କରିଛନ୍ତି। ସାଇକୋଲୋଜିକାଲି ଇଚ୍ ୱାନ୍ ଇଜ୍ ଏ ପେସେଣ୍ଟ। ମନସ୍ତତ୍ତ୍ୱ ଦୃଷ୍ଟିରୁ ଦେଖିବାକୁ ଗଲେ ସମସ୍ତେ କେହି ଗୋଟେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ମନସ୍ତତ୍ତ୍ୱ କାହାର ନୁହଁ। ଏମିତି ଅନେକ କାହାଣୀ ତାଙ୍କର ଅଛି। ମୁଁ କାହାଣୀ ବିଷୟରେ ଗଲେ ତ ସମଗ୍ର କଥା ଶେଷ ହେଇଯିବ। ତେବେ ଆମେ ମନୋଜଙ୍କୁ ତୁଙ୍ଗ ବ୍ୟକ୍ତିତ୍ୱ ଭାବେ ଆମେ ଜମା ତାଙ୍କୁ ଭଲ ପାଇନୁ ମାନେ ସେମିତି ଆମେ ଦେଖିନୁ, ମାନେ ଆମଠୁ ଦୂର କରିଦେଲା ଭଳିଆ କୌଣସି କାରଣରେ ଆମେ ତାଙ୍କୁ ରଖିବାକୁ ଚାହିଁନୁ। ସବୁବେଳେ ଚାହିଁଛୁ ଆମର ଜଣେ ଅଗ୍ରଜ, ଆମର ଜଣେ ଯାହା କହନ୍ତି ପରାମର୍ଶଦାତା, ବାବାଜୀ ମହାରାଜଙ୍କ ପରେ ପ୍ରପତି ଆଗରୁ ଯାଇଥିଲେ, ତାପରେ ବାବାଜୀ ମହାରାଜ ଥିଲେ। ବାବାଜୀ ମହାରାଜଙ୍କ ପରେ ଆମେ ଆମର ସମସ୍ତ ପରାମର୍ଶ ପାଇଁ ପ୍ରାୟତଃ ମନୋଜଙ୍କ ସାଙ୍ଗରେ ପରାମର୍ଶ କରୁଥିଲୁ। ସେ ଅତି ସ୍ପଷ୍ଟ ଭାବରେ ଯୋଉଗୁଡା ତାଙ୍କୁ ପସନ୍ଦ ହୁଏନି, ଭଲ ଲାଗେନି, ଅତି ସ୍ପଷ୍ଟ ଭାବରେ ମନା କରୁଥିଲେ ନ କରିବା ପାଇଁ। ଆଉ ବହୁତ କଥାରେ ସେ ମଧ୍ୟ ଉତ୍ସାହିତ କରୁଥିଲେ, ଯାହା ଯାହା କରାଯାଇଛି ସବୁ ବହୁତ କଥାରେ ଉତ୍ସାହିତ କରୁଥିଲେ। ଆଉ ଯୋଉଗୁଡାକ ଉଚିତ ନୁହେଁ ବୋଲି ଅନୁଭବ କରନ୍ତି ସେଟା ସିଧା ସିଧା ବାରଣ କରନ୍ତି, ମନା କରନ୍ତି। କେବେ ବି କିଏ ମନ କଷ୍ଟ କରିବ କଣ କରିବ ସେ କେବେ ଭାବନ୍ତିନି, କାହିଁକିନା ସେ କାହା ମନ କଷ୍ଟ କରିବା ଉଦ୍ଦେଶ୍ୟ କେବେ କିଛି କହିନଥାନ୍ତି। ସବୁବେଳେ କହନ୍ତି ଯଦି ମା ସ୍ୱାମୀଙ୍କ ନାଁ ଉଚ୍ଚାରଣ କରୁଛି ମାନେ ତାଙ୍କର ଆଦର୍ଶରୁ ବିଚ୍ୟୁତ ହେଲା ଭଳିଆ କିଛି କରିବାକୁ ଚେଷ୍ଟା କରିବା। ଆମେ ସମସ୍ତେ ସେଇ ବ୍ୟକ୍ତିତ୍ୱ ପାଇଁ ଆମେ ଗର୍ବିତ ଥିଲୁ। ଆମେ ଓଡିଆ, କାରଣ ମନୋଜ ଦାସ ଓଡିଆ। ଆମମାନେ ଗର୍ବିତ ଥିଲୁ, ଆମେ ସମସ୍ତେ ଗୋଟିଏ ଆଦର୍ଶରେ ଅନୁପ୍ରାଣିତ ହୋଇଛୁ। ମନୋରକୁ ମଧ୍ୟ ସେଇ ଆଦର୍ଶରେ ଅନୁପ୍ରାଣିତ, ଆମେ ମା ସ୍ୱାମୀ ପାଖକୁ ଆସିଛୁ। ଏସବୁ ଆମର ଏକ ସ୍ୱାଭାବିକ ଦମ୍ଭ ମନୋଜଙ୍କ ପାଇଁ ଥିଲା। ଦମ୍ଭ ସବୁ, ସେ ଦମ୍ଭ ଭାଙ୍ଗିବନି, କାରଣ ସେଇଭଳି ସେ ଗୋଟେ ଦୁର୍ବଳ ଦମ୍ଭ ନଥିଲା। ସେ ଆମ ସମସ୍ତଙ୍କ ଭିତରେ ତାଙ୍କର ଯୋଉ ବ୍ୟକ୍ତିତ୍ୱର ପ୍ରତିଷ୍ଠିତ ହେଇଯାଇଛନ୍ତି, ସେ ଆମ ସମସ୍ତଙ୍କ ଭିତରେ, ପ୍ରତ୍ୟେକଟି ଓଡିଆ ଭିତରେ, ପ୍ରତ୍ୟେକଟି ମାତୃପ୍ରେମୀ ଓଡିଆଙ୍କ ଭିତରେ ଏବଂ ସାହିତ୍ୟ ଦୃଷ୍ଟିରୁ ତ ଅନେକ ବ୍ୟକ୍ତିଙ୍କ ଭିତରେ ସେ ଏମିତି ପ୍ରତିଷ୍ଠିତ ହେଇଯାଇଛନ୍ତି ଯେ ସେ ତାଙ୍କୁ ବିସ୍ମରଣ କରିବା, ଚନ୍ଦ୍ରସୂର୍ଯ୍ୟ ବିସ୍ମରଣ ହେଇପାରନ୍ତି, କିନ୍ତୁ ମନୋଜ ଦାସ ଆମ ହୃଦୟ ଭିତରୁ ବିସ୍ମୃତ ହେବେ ଏ ପ୍ରଶ୍ନ ଉଠୁନି। କୃତଜ୍ଞ ଆମେ ସମସ୍ତେ। ବ୍ୟକ୍ତିଗତ ଭାବରେ ମୁଁ ତ ବହୁତ କୃତଜ୍ଞ। ଅନେକ ପ୍ରକାର ଅଭିଜ୍ଞତା ତାଙ୍କ ସହିତ ମୋର ଅଛି। ମୁଁ ତାକୁ ପ୍ରକାରାନ୍ତରେ ବାରାନ୍ତରେ କେବେ ଗୋଟେ ସମୟ ହେଲେ ଆଲୋଚନା କଲା କରିପାରିବି, କିନ୍ତୁ ଆଜି ଏତିକି କହୁଛି ଯେ ଆମେ ସମସ୍ତେ ତାଙ୍କ ନିକଟରେ, ତାଙ୍କର ସେଇ ପବିତ୍ର ମହାନ ଆତ୍ମାଙ୍କ ନିକଟରେ କୃତଜ୍ଞ। ଆପଣ 87 ବର୍ଷ ଧରି ଏହି ପୃଥିବୀରେ ବିଚରଣ କଲେ ଏବଂ ଆମ ସମସ୍ତଙ୍କୁ ଯାହାର ଯାହା ଯୋଉଭଳି ଭାବରେ ଆବଶ୍ୟକତା ଅଛି ସେ ଅନୁସାରେ ପରାମର୍ଶ ମୌଖିକ ଭାବରେ ହଉ ବା ଲିଖିତ ଭାବରେ ହଉ ବା ଆପଣଙ୍କ ରଚନା ମାଧ୍ୟମରେ ହଉ ସବୁ କିଛି ଦେଇଯାଇଛନ୍ତି। ଆମମାନେ ଏଇ କୃତଜ୍ଞତାକୁ, ଆପଣଙ୍କ ସ୍ମୃତିକୁ ଆମର ସମ୍ପତ୍ତି ରଖି ସମଗ୍ର ଜୀବନ ବଞ୍ଚିବୁ। ଅନେକ ଅନେକ ଧନ୍ୟବାଦ ସମସ୍ତ।
ଅଶେଷ ଅଶେଷ ଧନ୍ୟବାଦ ଭାଇ, ଆପଣଙ୍କର ବହୁମୂଲ୍ୟବାନ ସମୟ ଆମକୁ ଦେଇଥିବାରୁ ଧନ୍ୟବାଦ। ବର୍ତ୍ତମାନ ମୁଁ ରାଜଗାଙ୍ଗପୁରରୁ ରସରାଜ ଭାଇଙ୍କୁ ଅନୁରୋଧ କରିବି ସେ ଏକ ମାତୃବନ୍ଦନା ମାଙ୍କ ପାଦପଦ୍ମରେ ନିବେଦନ କରିବେ। ଭାଇ। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ, ସମ୍ମାନୀୟ ଭବେଶ ଭାଇ, ପ୍ରଭାତ ଭାଇ, ସରୋଜ ବାପା, ମୂର୍ତ୍ତିର ନମସ୍ୟ ପୂଜ୍ୟ ବାବୁଲି ଭାଇ ଏବଂ ଏହି ବିଶେଷ ସଂସ୍କରଣରେ ଅଂଶଗ୍ରହଣ କରିବା ସମସ୍ତ ଭାଇମାନଙ୍କୁ ନମସ୍କାର। ମା 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 ତୁମେ ପରାଣ ହୃଦୟ ଗୁହାରେ, ତୁମେ ପରାଣ ହୃଦୟ ଗୁହାରେ ବିରାଜିତ ମା 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 ତୁମେ ତ ଦେଉଛ ଆମକୁ ସଦା ଆଶା ଆଉ ଭରସା, ଏବେ କେଉଁଠି ଉଡ଼ିଲେ ବାଟ ହାତ ଧରି ସହସା, ତୁମେ ତ ଦେଉଛ ଆମକୁ ସଦା ଆଶା ଆଉ ଭରସା, ଏବେ କେଉଁଠି ଉଡ଼ିଲେ ବାଟ ହାତ ଧରି ସହସା, ଚଳାଉଛ ଜୀବନ ମରୁରେ, ଚଳାଉଛ ଜୀବନ ମରୁରେ ଆଶା ବାରି ଧାରା, ମା 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 ତୁମରି ଆଖିରୁ ଝରୁଛି କେତେ କରୁଣାଶିଷ, ତୁମରି ହସରେ ଫୁଟିଛି ସତେ ପ୍ରେମର ଗୋଲାପ, କେତେ କରୁଣାଶିଷ, ତୁମରି ହସରେ ଫୁଟିଛି ସତେ ପ୍ରେମର ଗୋଲାପ, ତୁମେ ପରାଣ ବିପଦ ଆପଦେ, ତୁମେ ପରାଣ ବିପଦ ଆପଦେ ହେଉଅଛ ଏକା ସାହା, ମା 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 ତୁମେ ପରାଣ ହୃଦୟ ଗୁହାରେ, ତୁମେ ପରାଣ ହୃଦୟ ଗୁହାରେ ବିରାଜିତ ମା 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 ମା
मा 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 ଅଶେଷ ଅଶେଷ ଧନ୍ୟବାଦ ଭାଇ। ବର୍ତ୍ତମାନ ଆମେ